ନମସ୍କାର, ଜୟ ଜଗନ୍ନାଥ। ଆମ ଆମ ଗହଣରେ ଆଜି ମିଷ୍ଟର ଜୟଦେବ ଓଝା, ସେ ଜଣେ ସଫଳ ଚିତ୍ରକାର, ଜଣେ ଚିତ୍ର କଳାକାର ପ୍ରେମୀ ମଧ୍ୟ ଏବଂ ଜଣେ ଆଧ୍ୟାତ୍ମବାଦୀ ମଣିଷ ଏବଂ ସମାଜସେବୀ ମଧ୍ୟ। ଆଜି ଆମେ ତାଙ୍କ ସହିତ ଆଲୋଚନା କରିବା ଏବଂ ତାଙ୍କ ବିଷୟରେ, ଚିତ୍ରକଳା ବିଷୟରେ, ଆଧ୍ୟାତ୍ମବାଦୀ ବିଷୟରେ ବହୁ ଜିନିଷ ଜାଣିବା। ଆଶା କରିବି ଆପଣମାନଙ୍କୁ ନିଶ୍ଚୟ ରୂପେ ଭଲ ଲାଗିବ। ତ ଚାଲନ୍ତୁ ଆଜିର କାର୍ଯ୍ୟକ୍ରମ ଆରମ୍ଭ କରିବା। ତ ନମସ୍କାର। ନମସ୍କାର। ପ୍ରଥମେ ଆପଣଙ୍କ ପାଖରୁ ମୁଁ ଜାଣିବାକୁ ଚାହିଁବି, ଆପଣ ଚିତ୍ରକଳା ପ୍ରତି ଆକର୍ଷିତ କେମିତି ହେଲେ? ସେ ତ ପ୍ରକୃତରେ ଚିତ୍ରକଳାଟା ସେ ଗୋଟେ ଭଗବାନଙ୍କର ଦାନ ହେଇଥାଏ। ତେଣୁ ସେ ତା ସମୟ ନେଇ ଆସେ। ମୁଁ ଯେତେବେଳେ ପଢ଼ୁଥିଲି ନବମ ଅଷ୍ଟମ ନବମ ବେଳକୁ, ସେ ସମୟରେ ଗୋଟେ ପ୍ରତିଯୋଗିତା ହେଲା। ଆଉ ସେ ପ୍ରତିଯୋଗିତାରେ ସିଆର୍ଆର୍ରେ ହେଲା, କଟକ ସିଆର୍ଆର୍ରେ ସେଠି ଅଚ୍ୟୁତାନନ୍ଦ କର ତାଙ୍କ ଇଏରେ ହଉଥିଲା। ମୁଁ ସେ ପ୍ରଥମ ହେଲି। ପ୍ରଥମ ହେଲା ପରେ ମନ ଲାଗିଲା, ମୁଁ କହିଲି ଆରେ ଚିତ୍ରକଳା ତ ମୁଁ ଫାଷ୍ଟ ହେଇଗଲିଣି, ଯାଉଛି ଚିତ୍ର ଶିଖିବି। ତାପରେ ଯଦିଓ ଟିକେ ମନ୍ଥର ଗତିରେ ଚାଲିଥିଲା, ପୁଣି ନବମ ପରେ ପୁଣି ଆଉଥରେ ପିକଅପ୍ ନେଲା, ଆଉ ପଛକୁ ଫେରି ଚାହିଁନି। ତାମାନେ ଆପଣ ଏଇ ଯୋଉ କହିଲେ କଳା ସହିତ, ଚିତ୍ରକଳା ସହିତ ଜଡ଼ିତ ଅଛନ୍ତି, ସ୍କୁଲ କ୍ୟାରିୟର ଜଡ଼ିତ ଅଛନ୍ତି। ସ୍କୁଲ କ୍ୟାରିୟର ଏଥିପାଇଁ ଆପଣଙ୍କୁ କିଏ ପ୍ରେରଣା ଦେଇଥିଲେ ନା ଆପଣ ନିଜ ତରଫରୁ ଗୋଟା ଭିତରୁ ଆସିଲା ଯେ କିଛି କରିବା ପାଇଁ? ଭିତରୁ କିଛି ଥିଲା, କିଛି ପ୍ରେରଣାରେ ବି ଥିଲା। ପ୍ରେରଣାଟା ଯଦିଓ ସେ ମୋର ପ୍ରାଇଭେଟ ଲାଇଫର କଥା ଥିଲା, ଆଜ୍ଞା, ତଥାପି କହିଦଉଛି, ମଣିଷ ଜୀବନ ତ କ୍ଷଣେ କ୍ଷଣେ ଜ୍ଞାନ, ଯାହା ହବ କହିଦଉଛି। ମଜା କଥା ଦେଉଛି, ଆମେ ବହୁତ ଟାଇମ ଶୁଣିଥାଉ କି ପ୍ରତ୍ୟେକ ସଫଳ ଗୋଟେ ଶିଳ୍ପୀ ପଛରେ ଗୋଟେ ନାରୀର ହାତ ଥାଏ। ଆଜ୍ଞା, ଏଟା ତ ଆମେ ସମସ୍ତେ ଶୁଣିଥାଉ। ସେ ସ୍କୁଲ ପିରିୟଡ଼ ବି ସେଇଆ ହେଇଥିଲା। ଗୋଟେ ଝିଅଟେ ଯିଏକି ମୁଁ ଚାହୁଁଥିଲି ଯେ ମୁଁ ଯେ ସ୍କୁଲରେ ଡ୍ରଇଂ କରୁଥିଲି, ସେତେବେଳେ ମୋତେ ଟିଚର ମାନେ ଡାକୁଥିଲେ ବ୍ଲାକବୋର୍ଡ଼ରେ ଆଙ୍କିବାକୁ। ଆମ ବିଜ୍ଞାନ ଶିକ୍ଷକ ଡାକନ୍ତି। ମୁଁ ଚିତ୍ର ଆଙ୍କିଲା ପରେ ସେ ପାଠ ବୁଝାନ୍ତି। ମୁଁ ସେତେବେଳେ ଚିତ୍ର ପ୍ରତି ଆହୁରି ଗୁରୁତ୍ୱ ଦେଲି, ଯେମିତି ଡ୍ରଇଂଟା ମୋର ଭଲ ହେବ। ମୁଁ ଆଉ ମୋତେ ଟିଚର ସବୁବେଳେ ଡାକିବେ ବ୍ଲାକବୋର୍ଡ଼କୁ, ଯାହାଦ୍ୱାରା ମୁଁ ଆଉ କାହାକୁ ଇମ୍ପ୍ରେସ କରେଇବି। এটা ବାସ୍ତବରେ ଥାଏ ଫଳରେ ଜଣକୁ ବ୍ୟାକଗ୍ରାଉଣ୍ଡରେ ଦୃଷ୍ଟିରେ ରଖି ମୁଁ ଚିତ୍ରକଳାରେ ଅଧିକରୁ ଅଧିକ ମନୋନିବେଶ କଲି। ଆଚ୍ଛା, ଏଇଟା ମୋର ସ୍କୁଲ ପିରିୟଡର କଥା। ଆଉ ଯେହେତୁ ପଶିଗଲି, ଚାଲିଲି ଆଉ। ତ ଏବେ ବହୁତ ଭଲ ଭାବରେ ଚାଲିଛି। ଯାହା ହଉ ଚିତ୍ରକଳାକୁ ଆପଣ ମାନେ ଆମ ଅଞ୍ଚଳରେ କିମ୍ବା ଆଖପାଖ ଅଞ୍ଚଳରେ ବହୁତ ତାକୁ କରେଇ ପାରିଛନ୍ତି। ତ ଆମେ ଜଷ୍ଟ ମନ ଭିତରୁ କୋଶ୍ଚିନ୍ ଆସୁଛି, ଚିତ୍ରକଳାଟା କ'ଣ? ଏହାର ପ୍ରକାର ଭେଦ କିଛି ଅଛି କି? ବିଭିନ୍ନ ପ୍ରକାର କଳା ଅଛି, ସେଥିମଧ୍ୟରୁ ଚିତ୍ରକଳା ଗୋଟେ କଳା। ତ ଚିତ୍ରକଳାଟା କ'ଣ କ'ଣ କେମିତି ଆମେ ତାକୁ ବୁଝିପାରିବୁ ଯେ ଚିତ୍ରକଳାଟା କ'ଣ? ସାଧାରଣତଃ କହିଲେ ତ ଆଙ୍କିବାଟା ହେଉଛି ଚିତ୍ରକଳା, କିନ୍ତୁ ଆପଣ ତାକୁ କେମିତି ବୁଝେଇବେ? ହଁ, ପ୍ରକୃତରେ କଳା ବହୁତ ପ୍ରକାର ରହୁଛି। ମୁଖ୍ୟତଃ ଆମର କ୍ଲାସିଫିକେସନରେ 3 ପ୍ରକାର କଳା ରହୁଛି। ଗୋଟେ ପରଫର୍ମିଂ ଆର୍ଟ, ଗୋଟେ ଭିଜୁଆଲ ଆର୍ଟ, ଆଉ ଗୋଟେ ହେଉଛି ଲିଟରେଚର ଆର୍ଟ। ତ ଭିଜୁଆଲ ଆର୍ଟରେ ଯାଉଛି ଚିତ୍ରକଳାଟା। ଚିତ୍ରକଳାଟା କହିଲେ ଆମେ କିଛି ଜିନିଷକୁ ରଙ୍ଗ ତୁଳି କିମ୍ବା ପେନସିଲ ଏ କୌଣସି ମାଧ୍ୟମରେ ଗୋଟେ ନେଇକିନା, ଗୋଟେ କାଗଜ ଉପରେ ହଉ, କାନଭାସରେ ହଉ, ଏସବୁ ଉପରେ, କେବେ କେବେ ମୂର୍ତ୍ତିରେ ବି ଆମେ ରଙ୍ଗ ଦେଇକିନା ତାକୁ ବି ଚିତ୍ରକଳାର ପରିପ୍ରକାଶ କରିଥାଉ। ତେଣୁ ଚିତ୍ରକଳାର ଏସବୁ ମାଧ୍ୟମ, ଏସବୁ ଚିତ୍ରକଳା ମାଧ୍ୟମରେ ଯାଏ। ଏପରିକି କେବେ ଘରେ ଯେଉଁ ହାଉସ ଡେକୋରେସନ ଗୁଡ଼ା ହେଉଛି, ଇଣ୍ଟେରିୟର ଡେକୋରେସନ ଯାଉଛି, ଏସବୁ ଚିତ୍ରକଳାର ଗୋଟେ ଗୋଟେ ଅଂଶ। ଚିତ୍ରକଳାଟା ବହୁତ ବ୍ୟାପକ। ଫେସ୍ ପେଣ୍ଟିଂ ରହୁଛି, ସିଏ ବି ଚିତ୍ରକଳାରେ ଯାଉଛି। ଜଣେ ନର୍ତ୍ତକୀ ନାଚିବାକୁ ଯାଉଛି, ତା ପୂର୍ବରୁ ତାକୁ ମେକଅପ୍ ଦିଆଯାଉଛି, ସିଏ ବି ଚିତ୍ରକଳାରେ ଯାଉଛି। ଆମେ ଘର ସଜାଉଛେ, ସିଏ ବି ଚିତ୍ରକଳାରେ ଯାଉଛି। ମାନେ ଚିତ୍ରକଳାକୁ ଏତେ କହି ହେବନି, ସେ ତା ବ୍ୟାପକତା ଏତେ ବେଶୀ। ତ ଆପଣ ଆମର ଡେଲି ଲାଇଫରେ ଆପଣ ଯାହା କହିଲେ ବର୍ତ୍ତମାନ, ଯେମିତିକି ଚିତ୍ରକଳାଟା ହେଉଛି ଗୋଟେ ଭିଜୁଆଲ ଆର୍ଟ, ଆଉ ଗୋଟେ କହିଲେ ପରଫର୍ମିଂ ଆର୍ଟ। ପରଫର୍ମିଂ ଆର୍ଟ ତାକୁ ଆମେ କେମିତି ବୁଝିବା? ପରଫର୍ମିଂ ଆର୍ଟଟା ହେଉଛି, ଆମେ ଗୋଟେ ସଙ୍ଗୀତ ଶୁଣୁଛୁ, ଆମକୁ ଭାରି ଭଲ ଲାଗୁଛି। ଆମ କେବେ କେବେ ଏତେ ସୁନ୍ଦର ଗୀତଟିଏ ମନ ହେଉଛି ଯେ ସେ ଗୀତ ଯେ ଗାଉଛି ତା ପାଦ ତଳେ ମଥା ନେଇଯାଉଛି, ଆପେ ଆପେ ମଥା ନେଇଯାଉଛି। କେବେ କେବେ ଭକ୍ତିଭରା ଗୀତରେ ଆଖିରେ ଅଶ୍ରୁ ଆସିଯାଉଛି। ଏସବୁ ଦେଖି ହୁଏନି, ଆମେ ଶୁଣୁ, ଫିଲ୍ କରୁ। ଏ ହେଲା ପରଫର୍ମାନ୍ସ। ତାହେଲେ ଡ୍ରାମାଟାକୁ ବି ଆମେ ପରଫର୍ମିଂ ଆର୍ଟରେ ନେଇପାରିବା। ତାର ପରଫର୍ମାନ୍ସ ଅଛି, ଭିଜୁଆଲ ବି ଅଛି। ଭିଜୁଆଲ ବି ଅଛି। କାହିଁକିନା ଯେତେବେଳେ ଆମେ ଡ୍ରାମାରେ ଗୋଟେ ସେଇଭଳିଆ ଗୋଟେ ପାଥେଟିକ୍ ସିନ୍ ପଢୁଛି,
ଦର୍ଶକମାନଙ୍କ ଆଖିରେ ଲୁହ ଆସିଯାଉଛି। କମେଡି ସିନ୍ରେ ହସୁଛନ୍ତି। ଏ ହସେଇବା କନ୍ଦେଇବା ଏ ଯୋଉ କଳା ସେଇଟା ଡ୍ରାମାରେ ରହୁଛି। ସେଇଟା ବୋଥ୍ ଭିଜୁଆଲ ଆଉ ପରଫର୍ମିଂ ସେଟା ବହୁତ ରହୁଛି। ବୋଥ୍ ରହୁଛି। ଆଉ ଆପଣଙ୍କ କଥାରୁ ଗୋଟେ ମନ ଭିତରୁ ଗୋଟେ କୋଶ୍ଚିନ୍ ଆସୁଛି, ଆଦିମ କାଳରୁ ଚିତ୍ରକଳା ଥିଲା ନା ଏବେ ଚିତ୍ରକଳା ଏବେ ପ୍ରାଧାନ୍ୟ ନେଉଛି? ଏ ପ୍ରକୃତରେ ଯଦି ସମାଜରେ ବା ଆମେ ଯୋଉ ଜାଣୁଛେ ଭାଷା, ଏବେ ଯୋଉ ଭାଷା ସବୁ ମୁଁ କଥା କହୁଛି, ଆମେ ଓଡ଼ିଆ କହୁଛୁ, ଇଂଲିଶ କହୁଛୁ, ଯେତେ ସବୁ ଭାଷା ଆଦିମ କାଳରେ ବହୁତ ପୂର୍ବରୁ ଏତେ ସବୁ ଭାଷା ନଥିଲା। ମୁଖ୍ୟ ଭାଷା ଚିତ୍ରକଳା ହିଁ ପ୍ରଥମ ଭାଷା। ତେଣୁ ଆମମାନେ ମୁଁ ଏଇ ମାଧ୍ୟମରେ ଗୋଟେ ଆପଣମାନଙ୍କର ଏଇ ଚ୍ୟାନେଲ ମାଧ୍ୟମରେ ମୁଁ ଗୋଟେ କଥା କହିବାକୁ ଚାହୁଁଛି ସୋସାଇଟିକୁ, ଯେ ଚିତ୍ରକଳାଟା ଆମର ହେଉଛି ଆଦିମ ଭାଷା। ତେଣୁ ଏଇଟା ଏତେ ମାନେ ଆକୁ ଗୁରୁତ୍ୱ ରହିବା ଉଚିତ। ଆକୁ ମାନେ ଆପଣ କହିବା କଥା ଯେତେବେଳେ ଭାଷା ନଥିଲା ସେତେବେଳେ ଚିତ୍ରକଳା ମାଧ୍ୟମରେ ମାନେ ତାଙ୍କ ଭାବଭାବର ପରିପ୍ରକାଶ କରିପାରୁଥିଲେ ସେମାନେ। ଆଦିମ ମଣିଷ ଗୁମ୍ଫାରେ ସବୁ ଚିତ୍ର ଆଙ୍କି ପରସ୍ପର କଥା ହଉଥିଲେ, ଇଙ୍ଗିତ କରୁଥିଲେ, ଗାର କାଟି ଦଉଥିଲେ, ଏସବୁ କରିକିନା ସେମାନେ ଭାଷାର ପରିପ୍ରକାଶ କରୁଥିଲେ। ପ୍ରଥମ ଭାଷା ହଉଛି ସିଏ। ତାପରେ ଠାରରେ ସେମାନେ ଅକ୍ଷର ଲେଖିବାକୁ ଚେଷ୍ଟା କଲେ, ସିଏ ବି ଗୋଟେ ଚିତ୍ରକଳା। ଅକ୍ଷର ବି ଗୋଟେ ଚିତ୍ର। ଚିତ୍ରକଳା ଚିତ୍ରକୁ ଛାଡ଼ି ଆମେ ବଞ୍ଚିନୁ। ଲୋକ ଯିଏ ଭାବନ୍ତି ଯେ ଚିତ୍ରଟା କିଛି ନୁହଁ, କିନ୍ତୁ ସେମାନେ ଜାଣନ୍ତିନି ତାଙ୍କ ଅଜାଣତରେ ସେ ଚିତ୍ର ଭିତରେ ହିଁ ତାଙ୍କର ଜନ୍ମ, ସେ ଚିତ୍ର ଭିତରେ ହିଁ ବଞ୍ଚିଛନ୍ତି। ଅତି ସୁନ୍ଦର କଥା। ତାହେଲେ ଜଣେ ଚିତ୍ରକଳା କିପରି ଶିଖିବ? ତାହାଠୁ ନିଜର ମାନସିକତାର ଆବଶ୍ୟକତା ବହୁତ ଅଧିକା ଅଛି। ଅର୍ଥାତ୍ ଆଗ୍ରହ ହେଉଛି ହିଁ ଚିତ୍ରକଳା। ଚିତ୍ରକଳା ପ୍ରତି ଆଗ୍ରହ ନଥିଲେ ଆମେ ଯେତେ ଶିଖେଇଲେ ଜଣେ ଯେତିକି ଶିଖିବ ଅଧିକ ଶିଖେଇଲେ, କିନ୍ତୁ ଆଗ୍ରହ ଥିଲେ ବିନା ଗୁରୁରେ ବି, ଯେମିତି ଆମେ ପଢିଛେ ସେ ଯୋଉ ଦ୍ରୋଣଙ୍କର ଶିଷ୍ୟ ଏକଲବ୍ୟ। ଏକଲବ୍ୟ, ସେ ତାଙ୍କ ମୂର୍ତ୍ତି ସ୍ଥାପନା କରି ଶିଖିଲେ ଗୁରୁ ଯାହା ଶିଖେଇଥିଲେ ତାଙ୍କ ଶିଷ୍ୟମାନଙ୍କୁ ସେ ତାଠୁ ଆଗକୁ ପଳେଇବେ। ତେଣୁ ଏଇ ହେଉଛି ଗୁରୁର ଆବଶ୍ୟକତା କେତେ, ସେ କଥା ଆମେ ଏଇସବୁ ବିଚାର କଲେ ଜାଣିଯିବା। ତେଣୁ ଶ୍ରଦ୍ଧା ଥାଉ। ଆଉ ଏବେ ବର୍ତ୍ତମାନ ଯୋଉ ଇଲେକ୍ଟ୍ରୋନିକ ଦୁନିଆ, ଆ ଦେହରେ ଆମେ ଯଦି ପ୍ରକୃତରେ ଫୋନର ପ୍ରକୃତ ସଦୁପଯୋଗ କରିବା, ଫୋନ ଆମର ଗୋଟେ ବଡ଼ ଗୁରୁ ହେଇପାରିବ। ତାହେଲେ ସବୁ ଶିକ୍ଷା ମିଳିଯିବ, ସବୁ ଶିକ୍ଷା ମିଳିଯାଉଛି। ତ ଜଣେ ଚିତ୍ରକଳା ଶିଖିପାରିବ, ସେଥିପାଇଁ କିଛି ବୟସର ପ୍ରାଧାନ୍ୟ ଅଛି କି? ନାଇଁ, ଚିତ୍ରକଳା ପାଇଁ ବୟସର ପ୍ରାଧାନ୍ୟ କିଛି ନାହିଁ। ଗୋଟେ କଥା ହେଉଛି କାହିଁକି ନା ଯେକୌଣସି ବୟସରେ କେବେ କେବେ କ'ଣ ହେଉଛି ନା ଗୋଟେ ପରିଣତ ବୟସରେ, ଗୋଟେ ବିଳମ୍ବିତ ବୟସରେ ବି ଲୋକ ଚିତ୍ରକଳା ଆରମ୍ଭ କରୁଛନ୍ତି। ବିଳମ୍ବିତ ସମୟରେ ଏମିତି ମୁଁ ଶୁଣିଲି, ସମାଜ ଅଫିସରେ ଜଣେ 58 ବର୍ଷ ବୟସରେ ଜଣେ ହଠାତ୍ ଚିତ୍ର ଆଙ୍କିବା ଷ୍ଟାର୍ଟ କଲେ। ଆଉ ତାଙ୍କ ପେଣ୍ଟିଂ ଗୁଡ଼ାକ ଅତି ମାନେ ବହୁତ ଲୋକ ଆଦୃତ ହେଇଥିଲା। ଏକଥା ବହୁତ ପ୍ରଚାରିତ ହେଇଥିଲା। ଏଇଟା ମୁଁ କହୁଛି, ମୁଁ ସେତେବେଳେ ଥିଲି ଅଲ୍ ଇଣ୍ଡିଆ ରେଡ଼ିଓରେ ଥିଲି। କହୁଛି 98 ମସିହା କଥା କହୁଛି। 98 ମସିହାରେ, 1998 ମସିହା କଥା କହୁଛି। ମାନେ ସେତେବେଳେ ଜଣେ 58 ବର୍ଷର ବୟସ, ଯିଏକି ସମାଜ ଅଫିସରେ କାର୍ଯ୍ୟ କରୁରତ ଥିଲେ, ହଠାତ୍ ଚିତ୍ରକଳା ଆରମ୍ଭ କଲେ। ସେ କୋଉଠି ଶିଖିନଥିଲେ, ହଠାତ୍ ଚିତ୍ରକଳା ଆରମ୍ଭ କଲେ। କିନ୍ତୁ ପ୍ରତ୍ୟେକଟି ଚିତ୍ର ତାଙ୍କର ଅତି ଉତ୍କୃଷ୍ଟ ହେଇଥିଲା, ଆଉ ବହୁତ ଲୋକ ପ୍ରଚାରିତ ହେଇଥିଲା। ତ ବର୍ତ୍ତମାନ ଆପଣ କହିଲେ ଯେମିତିକି ଅଲ୍ ଇଣ୍ଡିଆ ରେଡ଼ିଓରେ ଆପଣ କାର୍ଯ୍ୟରତ ଥିଲେ, ତ ନିଶ୍ଚିତ ଭାବରେ ଅର୍ଥ ଉପାର୍ଜନର ମାଧ୍ୟମ, ମାନେ କେବଳ ପରିବାର ପ୍ରତିପୋଷଣ ପାଇଁ ଆପଣ ଅର୍ଥ ଉପାର୍ଜନ କରିବା ନିମନ୍ତେ ଆପଣ ଅଲ୍ ଇଣ୍ଡିଆ ରେଡ଼ିଓରେ କାମ କରିଥିଲେ। ତ ସେତେବେଳେ କ'ଣ ଆପଣ ଭାବିନଥିଲେ ଯେ ଚିତ୍ରକଳାକୁ ନେଇକି ଆପଣ ଗୋଟେ ସଫଳ ମାନେ ଅର୍ଥ ଉପାର୍ଜନ କରିହେବ ବୋଲି? ମୁଁ ଅଲ୍ ଇଣ୍ଡିଆ ରେଡ଼ିଓ ଯିବା ପୂର୍ବରୁ ହିଁ ଭାବିଥିଲି। ସେଥିପାଇଁ କ'ଣ କି ମୁଁ ଦୂରଦର୍ଶନରେ ଥିଲି। ଅଲ୍ ଇଣ୍ଡିଆ ରେଡ଼ିଓ ପୂର୍ବରୁ ମୁଁ ଦୂରଦର୍ଶନରେ ଥିଲି ଗ୍ରାଫିକ୍ ଆର୍ଟିଷ୍ଟ। ଆଚ୍ଛା, ମାନେ ଦୂରଦର୍ଶନରେ ବି ଆପଣ କାର୍ଯ୍ୟରତ ଥିଲେ? 4 ବର୍ଷ ମୁଁ ସେତେବେଳେ ଥିଲି ଗ୍ରାଫିକ୍ ଆର୍ଟିଷ୍ଟ ଥିଲି। ସେତେବେଳେ ଦୂରଦର୍ଶନଟା ତୁଳସୀପୁରରେ ଥିଲା। ଦୂରଦର୍ଶନ ସେଇ 89 ବେଳକୁ, ଦୂରଦର୍ଶନଟା ସରି 98 ବେଳକୁ 89 ନା ନା 88ରେ ଦୂରଦର୍ଶନ ସିଫ୍ଟ କଲା ଭୁବନେଶ୍ୱରକୁ 88 ମସିହାରେ। ଆଜ୍ଞା। ସିଏ ଯେ ଭୁବନେଶ୍ୱରକୁ ପଳେଇଲା, ମୋତେ ଭୁବନେଶ୍ୱରଟା କାହିଁକି ଭାରି ଦୂର ଲାଗୁଥିଲା। ଅନ୍ୟ ସବୁ ମୁଁ କାଜୁଆଲ ଗ୍ରାଫିକ୍ସ ଥିଲି, ପରମାନେଣ୍ଟ ହେଇନଥିଲି। ତେଣୁ ମୋତେ ବହୁତ ଦୂର ଲାଗୁଥିଲା, ଯେମିତି ଆଣ୍ଡାମାନ ନିକୋବର ଭଳିଆ ଲାଗୁଥିଲା। ମୁଁ ଆଉ ଏତେ ବାଟ ଗଲିନି। ଆଚ୍ଛା, ମୁଁ ରହିଗଲି, କଟକରେ ରହିଗଲି। ମୋତେ କଟକଟା ପାଖ ଥିଲା।
କିନ୍ତୁ ସେତେବେଳେ ସମ୍ ସିହ୍ନା ଜଣେ ସିମଲାର ଲୋକ ଅଲ୍ ଇଣ୍ଡିଆ ରେଡ଼ିଓରେ ଡାଇରେକ୍ଟର ଥିଲେ। ମୁଁ କ'ଣ ମନେ ହେଲା ସେଠୁ ମୋର ଭାରି ପେଣ୍ଟିଂ ଦେବାର ଦୁଃସାହସୀ। ମୁଁ ଗୋଟେ ଅଲ୍ ଥିଙ୍ଗସ୍ ଆଲ୍ ପାସ୍ ଏୱେ ଗୋଟେ ଟପିକ୍ ଉପରେ ଗୋଟେ ପେଣ୍ଟିଂ କଲି। ସେ ପେଣ୍ଟିଂଟା ତାଙ୍କୁ ନେଇ ଦେଲି। ମୋ ଉଦ୍ଦେଶ୍ୟ କିଛି ନଥିଲା, ଖାଲି କାହାକୁ ଖୁସି କରିବା ମୋର ଉଦ୍ଦେଶ୍ୟ ଥିଲା। ସିଏ ଏତେ ଖୁସି ହେବେ ବୋଲି ମୁଁ ଜାଣିନଥିଲି। ସିଏ खुशी जाई कहले मिस्टर ओझा तुम क्या करते हो? मैं कहली मैं नहीं दूरदर्शन छोड़ा हूँ, अभी कुछ नहीं करता हूँ ना। हमारे ये ऑल इंडिया रेडियो ज्वाइन करोगे? एमती चाकरी मिले बोली मुझे भी भाविले मत स्वप्न बढ़िया लगे। मुझे कहली हाँ सर करूँगा ना। ठीक है, जाके दास बाबू से मिलिए। दास बाबू असिस्टेंट स्टेशन डायरेक्टर ESD सी ASD। सेठू मुझे भेटिली। तापरे से मते पूरी कहउचंदी दास सर कहले आपण आज जॉइन कर दियंतु। ମାନେ ଚାକିରି ଆପଣ କେବଳ ଚିତ୍ରକଳା ମାଧ୍ୟମରେ ଆପଣଙ୍କୁ ଅଲ୍ ଇଣ୍ଡିଆରେ ଚାକିରି ମିଳିଛି। ଚାକିରି ମିଳିଲା ପୁଣି नो इंटरव्यू नो डॉक्यूमेंट। मु कहली सर मु आस्तिली डायरेक्ट भेट करिया ना किछ कथा नहीं, आपण आगे जॉइन कर दियंतु आज आज टू जॉइन कर दियंतु तापरे डॉक्यूमेंट काली आनी देबे। मु कहली सर आज मोर सेकेंड सिटिंग मो +2 परीक्षा चलती ना किछ कथा नहीं, तले तुम तो सिटिंग चलती मझे गैप थी तो काली आसी जीवो। तापरे मु सेठी कार्यरत रहिली प्रोडक्शन असिस्टेंट हिसाब रहिली। आउ से समय थिला कलार पूजारी सब सेठी थिले, ମାନେ କଳାକୁ ସେମାନେ ଯଥେଷ୍ଟ सम्मान ଦଉଥିଲେ, ବୁଝୁଥିଲେ, ମର୍ଯ୍ୟାଦା ଦଉଥିଲେ। ସେ ସମୟ ସେୟା ଥିଲା। ସେ ଗୁରୁ ଯେମିତି ଥିଲେ ସେ ସବୁ କର୍ମଚାରୀ ଅଫିସର ମାନେ ସେମିତି ଥିଲେ। ଆଉ ତାପରେ ତେଣୁ ସେଠି ରହିଗଲି 1.5 ବର୍ଷ ପାଖାପାଖି ରହିଗଲି ଅଲ୍ ଇଣ୍ଡିଆ ରେଡ଼ିଓରେ। ତ ସେଇଟା ଅର୍ଥ ଉପାର୍ଜନର ପାଇଁ ଭାବିକି ଆପଣ ଯାଉନଥିଲେ ନା, କିନ୍ତୁ ସେଠି ଆପଣଙ୍କୁ ଚିତ୍ରକଳା ମାଧ୍ୟମରେ ଆପଣଙ୍କର ପରିବାର ପ୍ରତିପୋଷଣ ଅର୍ଥ ଉପାର୍ଜନର ମାଧ୍ୟମ ମିଳିଲା। ମାଧ୍ୟମ ମିଳିଗଲା। କିନ୍ତୁ ବର୍ତ୍ତମାନ ଯଦି ସେଇ ଜିନିଷ ଯଦି ଚିତ୍ରକଳା ମାଧ୍ୟମରେ ଅର୍ଥ ଉପାର୍ଜନ ଜଣେ କରିବାକୁ ଚେଷ୍ଟା ମାନେ ଚାହେଁ ତ ସେ କ'ଣ ଯଥେଷ୍ଟ ଅର୍ଥ ଉପାର୍ଜନ କରିପାରିବ କି? ନିଶ୍ଚିତ ଚିତ୍ରକଳାରେ ମାନେ ଜଣେ ଏତେ ଅର୍ଥ ଉପାର୍ଜନ କରିପାରିବ ଯାହା ମାନେ ସାଧାରଣ ଲୋକ କେବେ କରିପାରିବନି, ସମ୍ଭବ ନୁହେଁ। ଗୋଟେ କଥା ହଉଛି ବହୁତ ଜାଗାରେ ଯେ ଆମେ ତାର प्रॉपर यूटिलाइज करिया दरकार चित्रकला को। चित्रकला रे गोटे गोटे पेंटिंग 50,000 तलू को रहुनी रेट कम, तार कम रेट रे बिक्री होनी, 50,000 ऊर्ध्व रेट रे बिक्री होची। भल मर्यादा अच्छे। आम ओडिशा रे ठीक कम रोचे, ओडिशा बाहर तार यथेष्ट मूल्य भल मर्यादा अच्छे। तेणु चित्रकला को जने प्रोफेशन कर परिबो। चित्रकला जो आपण वर्तमान कहले चित्रकला भल भल पेंटिंग को बहुत उच्च दाम रे बिक्री होची, तो ये जो दाम फिक्स होची से जो आर्ट तैयारी होते ताको हमें मॉडर्न आर्ट बोली कहू, से जो आर्ट तैयारी हुए से आर्ट को जने साधारण लोक कोन बुझी परिबो? हमर पेंटिंग रो स्टाइल बहुत अच्छी आज्ञा। तेणु हमर जने हमर ए ओडिशा रा जने दक्ष शिल्पी सी बीके आर्ट कॉलेज रे भी थिले अध्यक्ष थिले शिव पाणिग्राही जी आउ नाहंती संसार तांको पिक्चर टा ए आउ कौन से आर्टिस्ट बुझी पारंतिनी। सी एमिति रंग देइथांदी, एमिति छवि भारी आकर्षणीय छवि हेइथाय, भारी सुंदर हेइथाय, किंतु के बुझी पारंतिनी, किंतु पेंटिंग भल बिक्री भी हुए। तो गोटे कथा होची कौन पे बुझी पारंतिनी, कारण सी कौन करतांदी ना हमर पेंटिंग रो स्टाइल गोटे होची मॉडर्न आर्ट, गोटे होची रियलिस्टिक आर्ट। सी रियलिस्टिक फॉर्म ता देर न थाए, तो सी मॉडर्न आर्ट रे करतांदी। मॉडर्न आर्ट रे जो करितांदी तांको भावना चिंताधारा को सी करितांदी सीटा सहज बोधगम्य न थाए। कहीं फुलटी एंके फुलटी नथिबो, कोडी पाखुडारू फाळे थिबो, तो आमे तो फुल के बेरनी से साधारण लोक पे कष्ट। आर्टिस्ट ले कोडी खोजी खाजी कि को बाहर कर देबे, तथे आर्टिस्ट भी बुझी पारंदिनी। ओडिसा रे समस्त हम आर्टिस्ट मले चर्चा पड़े शिव सागर चित्र को केवल सी कन्या को बुझेले आमे बुझू ना बुझी हेबनी। सी देखे देबे एठी हमको अछि सिटी हमको अछि, और से बुझेला पर ही बुझा पड़े ना, बुझी पड़े ना। आ रंग विन्यास अति सुंदर, रंगर एते सुंदर रंग विन्यास थाए तांको चित्र रे, प्रशंसनीय। से हाँ से उच्च स्तर जने आर्टिस्ट। तो ओडिसा रो
ପ୍ରସିଦ୍ଧ ଚିତ୍ର ମାନେ କିଏ ଚିତ୍ରକାର କିଏ ଓଡ଼ିଶାର ପ୍ରସିଦ୍ଧ ଚିତ୍ରକାର କିଏ? ବହୁତ ଅଛନ୍ତି। ଦୀନାନାଥ ପାଠୀ ଅଛନ୍ତି, ଇଏ ଶିବ ସାରଙ୍କ କଥା କହିଲି, ଶିବ ପାଣି ରହିଗଲେ, ଅସିତ ମୁଖାର୍ଜୀ ଚାଲିଗଲେଣି। ଆଉ ଏବେ ବି ବର୍ତ୍ତମାନ ଯୁବପିଢ଼ିରେ ମାନସ ସାର ଅଛନ୍ତି, ରଘୁ ସାହୁ ବୋଲି ଜଣେ ଅଛନ୍ତି। ସେମାନେ ତାଙ୍କ ପେଣ୍ଟିଂର ଡିମାଣ୍ଡ ବହୁତ ଏମାନଙ୍କର ସବୁ, ମାନେ ଯାହା କୁହନ୍ତି କମ୍ପିଟିସନ ଲାଗିଯାଏ ତାଙ୍କ ପେଣ୍ଟିଂ ପାଇଁ। ଭଲ ଭଲ ଚିତ୍ରକର ସବୁ ଏବେ ବି ଅଛନ୍ତି ଯୁବପିଢ଼ିର। ଆଉ ବହୁତ ଭଲ ବର୍ଷିୟାଲ କଳାକାର ସବୁ ଚାଲିଗଲେଣି। ଚାଲିଗଲେ। ହୁଁ। ତ ଚିତ୍ରକଳାର ବିଭିନ୍ନ ପ୍ରକାର ଶୈଳୀ ଅଛି, ତ ସେ ଚିତ୍ରକଳାର ଶୈଳୀ ବିଷୟରେ ଆମ କିଛି କୁହନ୍ତୁ। ଚିତ୍ରକଳାର ଶୈଳୀ ଏ ଶବ୍ଦଟା ଭାରି ମାନେ ବହୁତ ଆଡ଼କୁ ମିନିଂ ବୁଝଉଛି। ଗୋଟେ ହେଉଛି ବ୍ୟାପକ ଅର୍ଥ ବିଶିଷ୍ଟ। କେମିତି ନା ଆମେ କେଉଁ ଚିତ୍ରକଳାର ଶୈଳୀ କହିଲେ ଆମେ ପ୍ରଥମେ କ'ଣ ବୁଝୁଛେ, ଯେ ଆମେ କେମିତି ଚିତ୍ର ଆଙ୍କିବା, ନା ଚିତ୍ର କରିବା ପାଇଁ କ'ଣ ସରଞ୍ଜାମ ଦରକାର, ନା ଆମେ କେତେ ପ୍ରକାର ଚିତ୍ର ଅଛି କେଉଁ ଚିତ୍ରଟା ଆମେ ଆଙ୍କିବା, ଏସବୁ ବହୁତ ପ୍ରଶ୍ନ ଆସୁଛି। ଚିତ୍ରକଳା ଗୋଟେ ଗଭୀର ସାଗର। ଆକ୍ଚୁଆଲି ଶୈଳୀ କହିଲେ ଆମେ ଯଦି ଗୋଟେ ଷ୍ଟାର୍ଟ କରୁଛି ଚିତ୍ରକଳା, ସେ ଗୋଟେ ଜାଗାରୁ ଆରମ୍ଭ କରିବ, ରେଖାରୁ ଆରମ୍ଭ କରିବ। ତାପରେ ସେଇ ରେଖାକୁ ସିଏ ସରଳ ରେଖା ବନେଇବ, ବକ୍ର ରେଖା ବନେଇବ, ଏମିତି ସବୁ କରିକିନା ଆମେ ତାକୁ ହାତଟାକୁ ସେଟ୍ କରିବୁ, ଯେହେତୁ ହାତ ସେଟିଂଟା, ହ୍ୟାଣ୍ଡ ସେଟିଂଟା। ତାପରେ ଯେଉଁମାନେ ଆମେଚର ଆର୍ଟିଷ୍ଟ ରହୁଛନ୍ତି, ଯେଉଁମାନେ ପ୍ରଫେସନାଲ ଆର୍ଟିଷ୍ଟ ରହୁଛନ୍ତି, କମ୍ ବୟସର ପିଲା ଏବେ ଚିନ୍ତା କଲେଣି ଯେ ଆମେ ଚିତ୍ରକଳାରେ କିଛି ପଇସା ରୋଜଗାର କରିଦେବୁ। ହଁ, ଏ କଲେଜ ପଢୁଆ ପିଲା ଗୁଡ଼ାକ ମୋ ପାଖକୁ ବହୁତ କାନକୁ ଖବର ଆସୁଛି ଯେ ସମସ୍ତେ ଚାହୁଁଛନ୍ତି ଆମେ କେମିତି, ଆର୍ଟଟା ତ ଭଲ ଲାଇନ୍, ଏବେ ସବୁ ବୁଝିଲେଣି, ଗୋଟେ ପରିବର୍ତ୍ତନ ଆସିଲାଣି, ଚିତ୍ରକଳାର ମୂଲ୍ୟ ବୁଝିଲେଣି। କିନ୍ତୁ କମ୍ ଏଇ ଯେଉଁ ଯେମିତି ଆମର ଏବେ ରିଲ୍ସ କରିବା କି ଯେଉଁ ଆମର ୟୁଟ୍ୟୁବରେ ଛାଡ଼ୁଛନ୍ତି, ସର୍ଟ ଭିଡ଼ିଓ କରି ସବୁ ଛାଡ଼ୁଛନ୍ତି, ତା ଭିତରେ କିଛି ପିଲାଙ୍କର ମୁଣ୍ଡରେ ଢୁକିଲାଣି ଯେ ଆମେ ଆର୍ଟକୁ ବି ଛୋଟ ଛୋଟ ଆର୍ଟକୁ କରିକିନା ଛାଡ଼ିବୁ, ସର୍ଟ ଭିଡ଼ିଓ କରି ଛାଡ଼ିବୁ, ଆମର ବହୁତ ଆମ ପ୍ରେଜେଣ୍ଟେସନରେ ବହୁତ ଇଏ ବଢ଼ିବ, ଆମେ ଦୁଇ ପଇସା ସେପଟୁ ପାଇବୁ, କିମ୍ବା ଚାକିରି ବି ଆମକୁ ମିଳିଯିବ। ଚିତ୍ରକଳାରେ ଏବେ ବି ସେ ପ୍ରୋତ୍ସାହନ ହେଲାଣି, ଗଭର୍ଣ୍ଣମେଣ୍ଟରେ ସେ ସୁଯୋଗ ଆସିଲାଣି। ତେଣୁ ଏବେ ଚିତ୍ରକଳା ପ୍ରତି ବହୁତ ପିଲା ଆଗ୍ରହ ରହୁଛନ୍ତି। ସେମାନେ ଯେଉଁ ଜିନିଷଟା ଶିଖିବେ, ଯେଉଁ ଶୈଳୀରେ ଶିଖିବେ, ଆମ ପ୍ରଶ୍ନ ଥିଲା ଶୈଳୀ, ମୁଁ ଶୈଳୀକୁ ଫେରୁଛି। ତେଣୁ ବିଭିନ୍ନ ବୟସ ଆଉ ବିଭିନ୍ନ ପରିସ୍ଥିତିକୁ ନେଇ ଆମ ଶୈଳୀ ଗୁଡ଼ାକ ସବୁ ଅଲଗା ଅଲଗା ରହୁଛି। ଆଚ୍ଛା, ଯଦି ଜଣେ ବୟସ୍କ ଲୋକ ହଠାତ୍ ଚାହିଁଲା ଚିତ୍ର ଶିଖିବାକୁ, ମୋ ପାଖକୁ ସେମିତି ବହୁତ ଲୋକ ଅଛନ୍ତି। ହଁ, ଯେଉଁମାନେ ସବୁ ଶିଖୁଛନ୍ତି ଫ୍ୟାସନ୍ ଡିଜାଇନିଂରେ, ବୟସ୍କ ମାନେ ଯେଉଁ ମ୍ୟାରିଡ୍ ପର୍ସନ୍, ସେମାନେ ବି ଶିଖିବାକୁ ଆମ ପାଖକୁ ଆସନ୍ତି, କାହିଁକିନା ଆମେ ବେସ୍ରେ ଅଛୁ। ଚିତ୍ରକଳାଟା ଯେଉଁ ଫାଇନ୍ ଆର୍ଟ ଯେଉଁ ଜିନିଷଟା, ସେଇଟା ହେଉଛି ଗୋଟେ ବେସିକ୍ ଜିନିଷଟା, ଡ୍ରଇଂଟା। ଯାହା ବି ଆମେ କରିବା ଡ୍ରଇଂକୁ ଛାଡ଼ି କିଛି କରିବାନି। ତେଣୁ ତାଙ୍କୁ ଶିଖେଇବାର ଶୈଳୀ, ଜଣେ ଫ୍ୟାସନ୍ ଡିଜାଇନ ଦେଲା, ତାକୁ ଆମେ ଆଉ ସେ ଗାର ଛାଡ଼ି ଦେଉଛୁ, ଆମେ ତାକୁ ମଣିଷଠୁ ଆରମ୍ଭ କରୁଛୁ, ମଣିଷର ଭାଗ ମାପ ବତଉଛୁ। ମଣିଷଟା ଆଚ୍ଛା, ସାଧାରଣ ମଣିଷ ଯେଉଁ ବହିରେ ଯେଉଁ ମଣିଷର ଭାଗ ମାପ ଅଛି, ଆମେ ଯେତେ ସବୁ ଚିତ୍ର ବହି ଦେଖିବା, ତା ଦେହରେ ଗୋଟେ ମଣିଷର ମାପଚୁପ ହେଉଛି ମନେକର 7.5। ଆଜ୍ଞା, କିନ୍ତୁ ଫ୍ୟାସନ୍ ଡିଜାଇନିଂ ପିଲାଙ୍କୁ ଆମେ 7.5ରେ ଶିଖେଇବୁନୁ, ଆମେ ତାଙ୍କୁ ଶିଖେଇବୁ 8.5ରେ। ଆଚ୍ଛା, ଏଇ ହେଉଛି ଶୈଳୀ। କାହିଁକି ନା ତାକୁ ସେ ଡେଙ୍ଗା ମଡେଲ ମାନଙ୍କ ଟିକେ ହାଇଟ୍ ଅଧିକା, ତେଣୁ ତାଙ୍କୁ ହାଇଟ୍ ପିକ୍ଚର କେମିତି ହେଲେ ତାଙ୍କୁ ଡ୍ରେସଟା ମାନିବ। ସେମାନେ ଛବିଟା ଆଙ୍କିଲା ପରେ ତାପରେ କଷ୍ଟ୍ୟୁମ୍ ପିନ୍ଧେଇବେ। ଯେଉଁ ଡ୍ରେସଟା ତାଙ୍କ ଥଟ୍ରେ ଅଛି, ସେ ଡ୍ରେସଟାକୁ ସେ ଗୋଟେ ଚିତ୍ର କଲେ ତା ଦେହରେ ଆଙ୍କିବେ, ଆଙ୍କିକିନା ତାପରେ ତାକୁ ସେମାନେ ପ୍ରାକ୍ଟିକାଲ ଲାଇଫକୁ ଛାଡ଼ିବେ। ପ୍ରକୃତରେ ପ୍ରାକ୍ଟିକାଲ ଯେଉଁଟା ହୁଏ, ଆଗେ ତାର ଗୋଟେ ମଡେଲ ତିଆରି କରାଯାଏ କାଗଜରେ। ହଁ, ସବୁଠି ଚିତ୍ରକଳାର ଭୂମିକା। ରାକେଟ ବି ଉପରକୁ ଯାଉଛି, ଯେତେ ଯାହା ସାଇନ୍ସର ଡେଭଲପ ହେଉଛି, ତା ମୂଳ ଦ୍ୱାରେ ପ୍ରଥମେ ଗୋଟେ ଆର୍ଟର ଆବଶ୍ୟକତା ରହିଛି। ତ ଏଠି ଗୋଟେ ମନ ଭିତରକୁ ପ୍ରଶ୍ନ ଆସୁଛି, କିମ୍ବା ଆମ ଦର୍ଶକ ମାନଙ୍କ ଭିତରୁ ନିଶ୍ଚିତ ଭାବରେ ପ୍ରଶ୍ନ ଆସୁଥିବ, ଯେମିତି ଆମର ମାନେ ଯେଉଁ ବିକାଶ ଲାଭ କଲା, ଯେମିତି ପିକାସୋଙ୍କୁ କୁହାଯାଏ ଫାଦର ଅଫ ମଡର୍ନ ଆର୍ଟ, ସେମିତି କାର୍ନାଲେଟୋ ହେଉଛନ୍ତି ସିଏ ଆର୍କିଟେକ୍ଚରର ଫାଦର। ସେମିତି ଆମ ଓଡ଼ିଶାରେ ମଡର୍ନ ଆର୍ଟ ହେଉଛନ୍ତି ବିମ୍ବାଧର। ହଁ, ଶିଳ୍ପୀ ବିମ୍ବାଧର। ସିଏ ପ୍ରଥମେ ମଡର୍ନ ଆର୍ଟ କରୁଥିଲେ, ବହୁତ ବର୍ଷ 40 ବର୍ଷ ତଳକୁ ପଳେଇଲେ, ମଡର୍ନ ଆର୍ଟ ଖୋଜିଲେ, ସିଏ ସବୁ ଦେଖାଗୀତ ମଡର୍ନ ଆର୍ଟ କରୁଥିଲେ।
ଏମିତି ସବୁ ତାର ଉତ୍ପତ୍ତି ବିଭିନ୍ନ ବାଟ ଦେଇ ଆସିଛି ଆମ ପାଖରେ ବହୁତ ବାଟ। ଆମେ ତ ଏବେକାର ପିଢ଼ି ତ ପାଶ୍ଚାତ୍ୟ ଜଗତରେ ବି ସବୁ ପାଶ୍ଚାତ୍ୟ କଳାକାର ଥିଲେ। ଡାଭିନ୍ସି ଥିଲେ, ଲିଓନାର୍ଡୋ ଡାଭିନ୍ସି। ସିଏ ମଣିଷର ମଣିଷକୁ ଏତେ ଡିପ୍ ରିସର୍ଚ୍ଚ କରିଥିଲେ ପୃଥିବୀରେ ଆଉ କେହି କରିନାହାନ୍ତି। ସେ ହିଁ, କିନ୍ତୁ ସେ ଜଣେ ଭଲ ଆର୍ଟିଷ୍ଟ, ତାଙ୍କ ଅଦ୍ୱିତୀୟ କଳାକାର ସିଏ। ଅଦ୍ୱିତୀୟ କଳା। ସେ ଏତେ ରିସର୍ଚ୍ଚ କରିଥିଲେ ଯେ ମଣିଷକୁ ଚିରି ଫାଡ଼ି, ସେ ମୁଁ ପଢ଼ିଥିଲି ଗୋଟେ ଇଏରେ ବହିରେ ଯେ ଏ ମୁଣ୍ଡଟାକୁ ସେ ପିସ୍ ପିସ୍ କରି କାଟିକିନା ଦେଖୁଥିଲେ ଲେୟାର ଲେୟାର କରି କେମିତି ରହିଛି। ଏ ହାତଟାକୁ ସେ ଏମିତି କେକ୍ କାଟିଲା ଭଳିଆ କାଟିକିନା ଦେଖୁଥିଲେ କେମିତି ରହିଛି। ଏମିତି ବି ମୁଁ ଶୁଣିଛି ଯେ ସେ ଗୋଟେ ଲୌହ ଯନ୍ତ୍ରରେ ହାତର ଗୋଟେ ପଟ ବାନ୍ଧି ଦେଇ ଆର ପଟକୁ ବୁଲେଇ ଦେଖୁଥିଲେ ଲୁଗା ଚିପୁଡ଼ିଲେ ଯେମିତି ହାତଟା ଚିପୁଡ଼ିଲେ କେମିତି ହେଉଛି। ଏତେ ଡିପ୍ ରିସର୍ଚ୍ଚ ତାଙ୍କର। ଆଉ ସେ ଛାତି ଫାତି ମଣିଷ, ଜିଅନ୍ତା ମଣିଷ, ଜିଅନ୍ତା ନୁହଁ ମୃତ ମଣିଷ, ମାନେ ଯେତିକି ଶୁଣିଛୁ ତା ଡିଟେଲ୍ କଥା ଜାଣିନୁ। ମଣିଷର ଭିତରର ପ୍ରତ୍ୟେକଟି ଆନାଟୋମିକାଲ ରିସର୍ଚ୍ଚ ସେ କରିଥିଲେ। ଯିଏକି ପ୍ରଥମ ପୃଥିବୀର ପ୍ରଥମ ମଣିଷ, ଜଣେ ଆର୍ଟିଷ୍ଟ, ଯିଏକି ମଣିଷ ପେଟ ଭିତରେ ବା ଦେହ ଶରୀର ଭିତରେ କିଡନୀ, ହାର୍ଟ, ଲିଭର, ଏସବୁ ଇଣ୍ଟେଷ୍ଟାଇନ୍ ଏସବୁ କେମିତି ଅଛି ତାକୁ ସେ ହିଁ ପୃଥିବୀରେ ପ୍ରଥମେ ଜାଣିଥିବା ଲୋକ ଜଣେ ଆର୍ଟିଷ୍ଟ। ଆଚ୍ଛା। ତେଣୁ ପୃଥିବୀର ପ୍ରଥମ ହାର୍ଟ ସର୍ଜରୀ ଡାଭିନ୍ସିଙ୍କ ଚିତ୍ରରେ ହାର୍ଟରେ ଯେଉଁ ବ୍ଲଡ ସର୍କୁଲେସନ କେମିତି ହେଉଛି ଦେଖିକିନା ପ୍ରଥମ ହାର୍ଟ ସର୍ଜରୀ କରାଯାଇଥିଲା। ଇଏ ହିଷ୍ଟ୍ରି କହୁଛି। ଆଚ୍ଛା, ମାନେ ପ୍ରଥମ ଚିତ୍ରକଳା ମାଧ୍ୟମରେ ଅପରେସନ ଯୋଉ ଜିନିଷ ହଉଥିଲା ସେଟା ପ୍ରଥମ ହାର୍ଟ ସର୍ଜରୀ ଚିତ୍ରକଳାକୁ ଦେଖି କରାଯାଇଥିଲା, ଡାଭିନ୍ସିଙ୍କ ଚିତ୍ରକଳା। ତାମାନେ ଚିତ୍ରକଳାକୁ ନେଇ କୋଉ କଣ ସ୍ତରରେ ସ୍ତରରେ ହଁ, ଚିତ୍ରକଳା। ସେ କହୁଛି ଚିତ୍ରକଳା କୋଉଠି ନାହିଁ। ଆଚ୍ଛା, ଆମେ ଭଗବାନଙ୍କୁ ଦେଖୁଛେ, ଆଜ୍ଞା। ଏ ଭଗବାନଙ୍କୁ ଆମେ କୃଷ୍ଣ ଏମିତି ବଂଶୀ ଧରିଛନ୍ତି, ଏଇ କଲର ଏମିତି ଚିତା ଲଗେଇଛନ୍ତି, କିଏ ଦେଖଉଛି? ସେ କ'ଣ ଅଛନ୍ତି ବାହାରେ ବୁଲୁଛନ୍ତି? ନା, ବୁଲୁନାହାନ୍ତି। ପ୍ରତ୍ୟେକଟି ସିଚୁଏସନକୁ ଗୋଟେ ଆର୍ଟିଷ୍ଟ ତାକୁ ରୂପ ଦଉଛି। ନିଶ୍ଚିନ୍ତ ଭାବରେ। ଚିତ୍ରକଳାକୁ ଶିଖିବା ପାଇଁ ତାର ମୌଳିକ ଆବଶ୍ୟକତା କ'ଣ? ନମ୍ବର 1, କିଛି ସର୍ବନିମ୍ନ ବସ୍ତୁ ଆର୍ଟ ରିଲେଟେଡ, ଯେମିତି କାଗଜ ଖଣ୍ଡେ ତ ନିଶ୍ଚିତ ଦରକାର। ଆଉ କାଗଜରେ ଛବି ଆଙ୍କିବା ପାଇଁ ଆମେ ପେନସିଲ, ପେନ୍, କିଛି ନଥିଲେ ଗୋଟେ ଦିଆସିଲ କାଠି ଜଳେଇ ଲିଭେଇ ଦେବା, ସି ପେନସିଲ କାମ। କିଛି ନଥିଲା ବେଳେ ସେଥିରେ ଆଙ୍କି ହେଇଯିବ। ମାନେ ଆଠୁ ସର୍ବନିମ୍ନ ଆପଣ ଯାହା ଆଉ ଏତେ ସର୍ବନିମ୍ନ ହେଇପାରିବ ନାଇଁ ନାଇଁ, କାହିଁକି ନା ଗୋଟେ ଟଙ୍କାରେ 50ଟା ଆମେ ପେନସିଲ ପାଇବା। ଦିଆସିଲ କୋଳରେ 50ଟା କାଠି ରହୁଛି, ଆମେ ଶୁଣିଛେ। ଆଜ୍ଞା। ଇଏ ହେଲା ବସ୍ତୁଗତ ଦୃଷ୍ଟିରୁ 1 ନମ୍ବର। ଦ୍ୱିତୀୟରେ ରହୁଛି ଯେ ମାନସିକତା। ପ୍ରତ୍ୟେକଟି ଜିନିଷ ଆମ ଛବିରେ ଦିନେ ନା ଦିନେ ଆବଶ୍ୟକ ହେବ, ଏ କଥା ଭାବିବା ହଉଛି ମାନସିକ ମୌଳିକ ଆବଶ୍ୟକତା। ଏଇଟା ଯାହା ବି ହେଲେ ଚିତ୍ରକଳା ପାଇଁ ନିହାତି ଦରକାର, ଅତି ଜରୁରୀ। ଯେ ଆମେ କୌଣସି ପ୍ରତ୍ୟେକଟି ଜିନିଷକୁ ଗୁରୁତ୍ୱ ସହିତ ଦେଖିବା ଉଚିତ। ବେଳେବେଳେ ସାଧାରଣ ଲୋକ କ'ଣ କରନ୍ତି ନା, ମନେକର ଆମେ ଗୋଟେ ଆମ୍ବ ପତ୍ର ଆଙ୍କିଲୁ ବା ଆମ୍ବ ଗଛ ଆଙ୍କିଲୁ କି ଆମ୍ବ ଡାଳଟିଏ ଆଙ୍କିଲୁ, ଲୋକ କହିଦିଅନ୍ତି ଏଇଟା ଆମ୍ବ ପତ୍ର ଦେଖାଯାଉନି। କିନ୍ତୁ ସେମାନେ ଯିଏ କହିଦେଲା ଦେଖାଯାଉନି, ସିଏ ଆଙ୍କି ପାରିବନି। ତ ଏଠି ଯିଏ ଆଙ୍କିଛି ଚିତ୍ରକର ଆଉ ଯିଏ ଦେଖିଛି, ଏମାନଙ୍କ ଭିତରେ ପ୍ରଭେଦ କ'ଣ ରହିଲା ନା, ଚିତ୍ରକରର ଆମ୍ବ ପତ୍ର ଉପରେ ଜ୍ଞାନ ନାହିଁ, ଯିଏ ଦେଖିଛି ତାର ଆମ୍ବ ପତ୍ର ଉପରେ ଜ୍ଞାନ ଅଛି, କିନ୍ତୁ ତାର ଅଙ୍କନରେ ହାତ ନାହିଁ। ସେ କହିଦେଇ ପାରୁଛି ଏ ପତ୍ର ହେଲାନି, କିନ୍ତୁ ଆଙ୍କି ପାରୁନି। ଇଏ ଆଙ୍କି ପାରୁଛି, କିନ୍ତୁ ଜିନିଷଟି ଜାଣିନି। ଅତଏବ ଏଠି ଯିଏ ଚିତ୍ର ଆଙ୍କୁଛି ତାର ପ୍ରତ୍ୟେକଟି ବସ୍ତୁକୁ ଶିଖିବା ପାଇଁ ଦେଖିବା ଦରକାର। ସାଧାରଣ ଲୋକ ଦେଖିବା ପାଇଁ ଦେଖନ୍ତି, କିନ୍ତୁ ଚିତ୍ରକଳା ସେ ଶିଖିବା ପାଇଁ ଦେଖିବା ଉଚିତ। ଇଏ ହେଲା ମାନସିକ ସ୍ତରରେ ଗୋଟେ ବସ୍ତୁ ହେଲା, ଗୋଟେ ମାନସିକ ହେଲା। ତୃତୀୟ ଜିନିଷ ହଉଛି ପରିବେଶ। ମନେକର ଗୋଟେ ପିଲାଟେ ଚିତ୍ର କରୁଛି, ସେଇ ସମୟରେ ଯଦି ତାର ଅଭିଭାବକ ହୁଅନ୍ତୁ କି କେହି ତାକୁ ଡିଷ୍ଟର୍ବ କରୁଛି କି ବାରଣ କରୁଛି, ତାହେଲେ ବି ତାର ସେଠି ବ୍ୟାଘାତ ହବ, ଆଉ ସେଇ ମୁଡଟା ଆଉ ଥରେ ଆସିବନି। ଆଚ୍ଛା। ମୁଡ ଗୋଟେ ଜିନିଷ ଯେତେବେଳେ ରହିଥାଏ, ତାକୁ ସେତେବେଳେ ପରିବେଶ ତାକୁ ସପୋର୍ଟ କରିବା ଉଚିତ। ସେମାନେ ବହୁତ ଆର୍ଟିଷ୍ଟ ଅଛନ୍ତି, ସେମାନେ ନିବୃତ କକ୍ଷରେ
କିମ୍ବା ରାତିରେ ନିର୍ଜନ ରାତିରେ ସେମାନେ ଚିତ୍ର କରନ୍ତି ସେ ସମୟରେ ତାଙ୍କୁ କେହି ବ୍ୟସ୍ତ କରିବେନି। ତାହେଲେ ଆପଣ ଏଇ ଯୋଉ ଚିତ୍ରକଳା ବିଷୟରେ କହିଲେ, ଚିତ୍ରକଳା ବିଷୟରେ, ଚିତ୍ରକଳା ମାଧ୍ୟମରେ ଜଣଙ୍କର ମାନସିକ ବିକାଶ ହେଇପାରିବ କି ମାନସିକ ସ୍ତରରେ? ନିଶ୍ଚିତ ଏଇ କଥାଟା ଗୋଟେ ଭଲ ପ୍ରଶ୍ନ, ଏଇଟା ବହୁତ ସୁନ୍ଦର ପ୍ରଶ୍ନ। ଏଇଟା ଏଇ ମାନସିକ ସ୍ତର କଥାଟା ମୁଁ ସ୍ପେସିଆଲି ସମସ୍ତେ ଦେଖୁଥିବା ଯେଉଁମାନେ ଲୋକମାନଙ୍କୁ ଦର୍ଶକ ମାନଙ୍କୁ କହୁଛି, କାରଣ ପ୍ରତ୍ୟେକ ଦର୍ଶକ ମାନେ ତାଙ୍କ ଘରେ ଛୋଟ ଛୋଟ ପିଲା ଥିବେ, ସେମାନଙ୍କ ଆଡ଼କୁ ବି ମୁଁ ଆକ୍ଷେପ କରି କହୁଛି ଯେ ମାନସିକ ବିକାଶ ଯଦି ଚାହୁଁଛନ୍ତି ତାଙ୍କ ପିଲାମାନଙ୍କର, ତାହେଲେ ନିଶ୍ଚିତ ତାଙ୍କୁ ଗୁରୁ ମାଧ୍ୟମରେ ହଉ କିମ୍ବା ବିନା ଗୁରୁରେ ହଉ କିଛି ଛବି ଦେଇ ଦିଅନ୍ତୁ ଆଙ୍କିବାକୁ, ରଙ୍ଗ ଦେଇ ଦିଅନ୍ତୁ କରିବାକୁ, କିନ୍ତୁ ଦିଅନ୍ତୁ। କାହିଁକି ନା ଆଧିରେ ମାନସିକ ପ୍ରଭାବ ରହିଛି। କେମିତି ନା ପ୍ରତ୍ୟେକଟି ଯେତେ ସବୁ ବିଦ୍ୟା ଅଛି, କଳା ବିଦ୍ୟା ଅଛି, ପ୍ରତ୍ୟେକ ବିଦ୍ୟାରେ ଶବ୍ଦ ଥାଏ ଅନ୍ୟକୁ ଡିଷ୍ଟର୍ବାନ୍ସ କଲା ଭଳି। ଗୋଟିଏ ବିଦ୍ୟା କଳା ବିଦ୍ୟା ଯିଏକି ଚିତ୍ରକଳା, ସେ କାହାକୁ ଡିଷ୍ଟର୍ବ କରେ ନାହିଁ। ମଣିଷ ନିଜକୁ ବି ଯିଏ ଚିତ୍ର କରେ ସେ ନିଜେ ବି ଡିଷ୍ଟର୍ବ ହୁଏନି, ସେ ଚୁପ୍ ହେଇଯାଏ, ତାକୁ ବି ଶବ୍ଦ କରିବାକୁ ପଡେନି, ନିଜେ ଶୁଭେଯାଏ ମାନସିକ ସ୍ତରରେ। ଚୁପ୍, ହଁ ସେଇ ଯୋଉ ଚୁପ୍ ହେଇଯାଏ। ଏଠି ବିଜ୍ଞାନ ପ୍ରବେଶ କଲା ତା ଦେହକୁ, କ'ଣ ନା ମେଡିଟେସନ ଆସିଲା, ଆଧ୍ୟାତ୍ମିକ ପ୍ରବେଶ କଲା, କେତେ ଜିନିଷ ତା ଶରୀରକୁ ଆସିଲା। ବିଜ୍ଞାନ କହୁଛି ମନ ଆଉ ଆତ୍ମା ଯେତେବେଳେ ସ୍ଥିର ହେଇଯାଉଛି, ସେତେବେଳେ ଆମ ଭିତରେ ମାନେ ଗୋଟେ ସିକ୍ସ ସେନ୍ସର ଡେଭଲପମେଣ୍ଟ ଘଟୁଛି, ଆଉ ମେମୋରି ନିଶ୍ଚିତ ବଢୁଛି। ଆଉ ଆଧ୍ୟାତ୍ମିକତା କହୁଛି ଚିତ୍ରକଳା କରୁଥିବା ପିଲା ଲୋକ ସିଏ ଇନଡାଇରେକ୍ଟଲି ଆଧ୍ୟାତ୍ମିକତା ପଶି ଯାଇଥାଏ, ଅର୍ଥାତ୍ ସେ ଗୋଟେ ମେଡିଟେସନ ଭିତରକୁ ପଳାଏ। ମେଡିଟେସନଟା କ'ଣ କି ମଣିଷ ନିଶ୍ଚଳ ହେଇ ଗୋଟେ ଧ୍ୟାନ କରିବା, ଇଏ ଗୋଟେ ଅଲ୍ଟରନେଟିଭ ମେଡିଟେସନ। ମଣିଷ ଧ୍ୟାନ ଲଗାଉଛି ତ ଚିତ୍ରରେ ଲଗାଉଛି, ଚୁପଚାପ ରହୁଛି, ମୌନ ବ୍ରତ ବି ହେଇଯାଉଛି ସେଠି। ନିଶ୍ଚିତ ଭାବରେ ଆମକୁ ଏବେ ଫିଜିସିଆନ ମାନେ କହୁଛନ୍ତି ସପ୍ତାହକୁ ଥରେ ମୌନ ବ୍ରତ କରନ୍ତୁ। ଆମେ ଆମ ଛୁଆକୁ ସପ୍ତାହକୁ ଥରେ ମୌନ ବ୍ରତ କହିଲେ କରିବେନି, ଘଣ୍ଟାଏ ଗୋଟା ପିଲା ଚୁପ୍ ରହିପାରିବନି, 15 ମିନିଟ୍ ଚୁପ୍ ରହିପାରିବନି, ତାକୁ କଷ୍ଟ ଲାଗିବ। ଆପଣ ମାନେ ଘରେ ପରୀକ୍ଷା କରି ଦେଖନ୍ତୁ, ଗୋଟେ ପିଲାକୁ ଏଇ 15 ମିନିଟ୍ ଚୁପ୍ ବସି ଜମା ରହିବେନି, ବଡ଼ କଷ୍ଟ ହେଇଯିବ। କିନ୍ତୁ ଆପଣ ରଙ୍ଗ ତୁଳି ଦେଇ ଦିଅନ୍ତୁ, ଚିତ୍ର ଦେଇ ଦିଅନ୍ତୁ, ଘଣ୍ଟାଏ ବସିଯିବ ଚୁପ୍, ତ ଆମ କାମ ହେଇଗଲା, ତାର ମୌନ ବ୍ରତ ହେଇଗଲା। ଆଉ ଏଇ ମୌନ ବ୍ରତ ବା ଧ୍ୟାନ ଦ୍ୱାରା ତାର ମାନସିକ ଶକ୍ତି ଏତେ ବଢ଼ିଯାଏ ଯେ ମୁଁ ଦର୍ଶକ ମାନଙ୍କୁ ନିଶ୍ଚିତ ଅନୁରୋଧ କରିବି, ଯେଉଁ ଦିନ ସେମାନେ ତାଙ୍କ ପିଲାଙ୍କୁ ଆରମ୍ଭ କରିବେ, ସେଇଦିନ ପ୍ରଥମେ ତା ପିଲାର ଗୋଟେ ପ୍ରଶ୍ନ ପଚାରି ଦେଖନ୍ତୁ, ଶିଖେଇକିନା ଦେଖନ୍ତୁ ଯେ ତାର କେତେ ମନ ରହୁଛି, ସ୍ମରଣ ଶକ୍ତି କେତେ ଅଛି, ସେଟା ମନେ ରଖନ୍ତୁ, ନୋଟ୍ କରି ନିଅନ୍ତୁ, ନହେଲେ ଅଡ଼ିଓ ରେକର୍ଡିଂ କରି ନିଅନ୍ତୁ, ମାସେ ଚିତ୍ର ଦେଇ ଦିଅନ୍ତୁ, ମାସକ ପରେ ପୁଣି ଥରେ ତାକୁ କିଛି ପ୍ରଶ୍ନ ପଚାରି ପରୀକ୍ଷା କରନ୍ତୁ, ଦେଖନ୍ତୁ ତାର ବହୁତ ମନେ ରହୁଛି। ଏଇ ଯୋଉ ମାନସିକ ସ୍ତରରେ ବିକାଶ କଥା ଆପଣ କହିଲେ, ତ ଆପଣଙ୍କ ସମୟରେ ଆପଣ ଯୋଉ ପିଲାମାନଙ୍କୁ ଶିଖେଇଛନ୍ତି, ଯୋଉମାନେ ଜାଣିଛନ୍ତି, ସେମିତି କିଛି ଉଦାହରଣ ଅଛି ଆପଣ ଯାହାକି ଆମ ଦର୍ଶକ ମାନଙ୍କୁ ଜଣେଇବେ? ପ୍ରଥମ କଥା ହେଉଛି, ମୁଁ ଯେତେବେଳେ ସ୍କୁଲରେ ପଢ଼ୁଥିଲି, ମୁଁ ନିଜେ ଟିଚର ଆଶ୍ଚର୍ଯ୍ୟ ହେଉଥିଲେ, ମୁଁ ଯେଉଁ ପାଠକୁ ବହିଟାକୁ ଥରେ ପଢ଼ୁଥିଲି ମୋତେ ଦ୍ୱିତୀୟ ଥର ପଢ଼ିବାକୁ ପଡ଼ୁନଥିଲା। ସେଇ କଥା କହିଲେ ଏବେ ମନେ ପଡ଼ୁଛି ଆଙ୍କ କଥା, ସ୍ୱାମୀ ବିବେକାନନ୍ଦଙ୍କ କଥା, ଯିଏକି ମେଡିଟେସନ ପାଇଁ ବିବେକାନନ୍ଦ ରକ୍ ଅଛି ଚଢ଼ି ପଳାଉଥିଲେ, ଧ୍ୟାନ କରୁଥିଲେ। ତାଙ୍କ ଧ୍ୟାନ ବଳରେ ତାଙ୍କ ସ୍ମରଣ ଶକ୍ତି ଏତେ ତୀକ୍ଷ୍ଣ ଥିଲା ଯେ ଏବେ ଆମେ ଜାଣିଛେ, ଆଉ ମୁଁ ଆଲୋଚନା ବେଶୀ କରୁନି। ସେମିତି ମୁଁ ଯେହେତୁ ସେତେବେଳେ ଦିନ ରାତି ଚିତ୍ର କରୁଥିଲି, ମୋ ସ୍ମରଣ ଶକ୍ତି ଏତେ ପ୍ରଖର ହେଇଯାଇଥିଲା, ମୁଁ ଗୋଟେ ବହିକୁ ଥରେ ପଢ଼ୁଥିଲି, ଦିଥର ପଢ଼େନି। ଆଉ ମୋତେ ଟିଚର ମାନେ ଭାରି ଭଲ ପାଉଥିଲେ, ବହୁତ ଭଲ ପାଉଥିଲେ, ମୁଁ ବି ଆଗ୍ରହ ବଢ଼ୁଥିଲା, ମୋତେ କହୁଥିଲେ ମିନି ଟିଚର ବୋଲି କହୁଥିଲେ। ମୁଁ ସବୁ ପାଠ ମୋର ଇଏ ଥିଲା, ଖାଲି ମୁଁ ଏତିକି ଥିଲି କହିବି ମ୍ୟାଥଟା ଟିକେ ହେଉନଥିଲା। କିନ୍ତୁ ଏଇ ଚିତ୍ର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୁଁ ପ୍ରତି କ୍ଲାସରେ ମ୍ୟାଥ କ୍ଲାସରେ ମାଡ଼ ଖାଏ, ଏଇଟା ମୋର ଧରା ବନ୍ଧା, ମୁଁ ଭାରି ଡରେ। କିନ୍ତୁ ଅଷ୍ଟମ ଶ୍ରେଣୀରେ ଚିତ୍ର ଆରମ୍ଭ କରିବା ପରେ ନବମଠୁ ମୋର ମ୍ୟାଥ ଭଲ ହେଲା, ଆଉ କୌଣସି ସବଜେକ୍ଟରେ ମୁଁ ପଛକୁ ହାରିନି। ମୋତେ ଚିତ୍ରଟା ସେତେବେଳେ ମୁଁ ଏ ଚିତ୍ରକଳାର ମୂଲ୍ୟ ବୁଝିନଥିଲି,
କିନ୍ତୁ ଫଳ ପାଇ ଚାଲିଲି। ଯେମିତି ଗଛ ଲାଗିଗଲା ପରେ ଫଳ ତା ଆପଣା ଛାଇ ଧରିଲା। ଏବେ ମୁଁ ଯେତେବେଳେ ରିସର୍ଚ୍ଚ କଲି, ଯେତେବେଳେ ମୁଁ ଆର୍ଟ ଲାଇନକୁ ଆସିନି, ବହୁତ ପିଲାଙ୍କୁ ଶିଖଉଛି, ତ ଏବେ ମୁଁ ଜାଣିଲିଣି ଯେ ଚିତ୍ରକଳାର କେତେ ପ୍ରଭାବ ରହିଛି ଛାତ୍ରଛାତ୍ରୀ ମାନଙ୍କ ପାଇଁ। ଆଚ୍ଛା, ଗୋଟେ ପ୍ରଶ୍ନ ଏଠି ଅଛି, ମୁଁ ସେ ପ୍ରଶ୍ନର ଉତ୍ତରଟା ପରେ ରଖିବି। ଯେ ଗୋଟେ କ୍ଲାସରେ 50 ଜଣ ପିଲା ଅଛନ୍ତି, ଶିକ୍ଷକ ସମସ୍ତଙ୍କୁ ହସ୍ତାକ୍ଷର ଲେଖଉଛନ୍ତି। ନିଶ୍ଚିତ ଭାବରେ ପ୍ରତି ପିଲା ହସ୍ତାକ୍ଷର ଲେଖିକିନା ଦେଖଉଛି, ନହେଲେ ମାଡ଼ ବି ଖାଉଛି। କିନ୍ତୁ ତା ଦେହରୁ ଜଣେ ଦି ଜଣଙ୍କର ହସ୍ତାକ୍ଷର ସୁନ୍ଦର ହଉଛି, ବାକି ସବୁ ପିଲା କାହିଁ ହସ୍ତାକ୍ଷର ଭଲ ହଉନି? ହସ୍ତାକ୍ଷର ତ ଲେଖିଲେ ପୁଣି ହସ୍ତାକ୍ଷର ହଉନି କାହିଁକି? ହ୍ୟାଣ୍ଡରାଇଟିଂ ସୁନ୍ଦର ହଉନି କାହିଁକି? ରହସ୍ୟ କ'ଣ? ଶିକ୍ଷକ ମାନଙ୍କର ଭୁଲ, ନା ସେ ହସ୍ତାକ୍ଷର ଯିଏ ଲେଖୁଛି ତାର ଲେଖିବାରେ ଭୁଲ, ନା ଆଉ କୋଉଠି ଗୋଟେ ତୃତୀୟ ଜାଗାରେ ଭୁଲ ରହିଯାଇଛି? କେବଳ ମନୋନିବେଶରେ ଭୁଲ ନାହିଁ। ଆମର ଯୋଉ ଶିକ୍ଷା ସମାଜ ହେଇଛି, ଏ ଯୋଉ ଶିକ୍ଷକ ଗୋଷ୍ଠୀ ଅଛନ୍ତି, ଏମାନେ ଚିତ୍ରକଳା ଉପରେ ତାଙ୍କର ଜ୍ଞାନ କିଛି ନାହିଁ। ଫଳରେ କ'ଣ ହଉଛି ନା, ଏଇ ଯୋଉ ହସ୍ତାକ୍ଷର ଖାତାଟା ରଖିଲେ, ମୁଁ ଏଇ କଥାଟି କହିଦଉଛି, ହୁଏତ ଗୋଟେ ଚର୍ଚ୍ଚାକୁ ଆସିପାରେ, କାହିଁକି ନା ଆଜି ପର୍ଯ୍ୟନ୍ତ ଏଭଳି କଥା କେହି କହିନି ଯାହା ମୁଁ ଏବେ କହୁଛି ଏ ଗଣମାଧ୍ୟମ ମାଧ୍ୟମରେ, ଯେ ପ୍ରୋଗ୍ରାମ ମାଧ୍ୟମରେ ଯୋଉ କଥାଟା କହୁଛି। ଯୋଉ ହସ୍ତାକ୍ଷର ଖାତାରେ ଆମେ ହସ୍ତାକ୍ଷର ଲେଖୁଛୁ, ସେ ଯୋଉ ତିନି ଗାରିଆ ଓଡ଼ିଆ ହସ୍ତାକ୍ଷର ଯୋଉ ଲେଖୁଛୁ, ମୁଁ ସ୍ୱତନ୍ତ୍ର ଓଡ଼ିଆ ହସ୍ତାକ୍ଷର କଥା କହୁଛି। ସେ ଗାର ଯେତେବେଳେ ପକେଇଛନ୍ତି, ଆମେ ତ ଜାଣିନୁ ସେ ଖାତା ତିଆରି କରିଛି, କିଏ ଆଇଡିଆ ଦେଇଛି। ଭାବୁଛି ତାକୁ କି ଆର୍ଟିଷ୍ଟ ଏଇଟା କରିନାହାନ୍ତି, ମୁଁ ଯାହା ଭାବୁଛି। କାହିଁକିନା ଆମେ ଗୋଟେ ସୁନ୍ଦର ଅକ୍ଷର ଲେଖିଲା ବେଳେ ସେ ଅକ୍ଷରର ଯୋଉ ପାର୍ଟର ଉଚ୍ଚତା, ମାନେ ତାର ଯୋଉ ପରିବର୍ତ୍ତନ କରୁଛୁ, ଯାହା ଥାଏ ହଁ ଯାହା ଥାଏ, ସେଇଟା ଓଡ଼ିଆ ହସ୍ତାକ୍ଷର ଖାତାରେ ଲେଖିଲା ବେଳକୁ ସେଇଟା ଆସୁନି। ତାମାନେ ମତେ ଲାଗେ ଯେ ହସ୍ତାକ୍ଷର ଖାତା ହିଁ ଭୁଲ, ଫଳରେ ଅକ୍ଷର ଆମର ଠିକ ହେବନି। ଯୋଉ ଜଣେ ଦି ଜଣଙ୍କର ହେଇଯାଉଛି, ସେଇଟା ଗଡ ଗିଫ୍ଟ। ସେ ଖାତାରେ ଲେଖୁଥିବା ପର୍ଯ୍ୟନ୍ତ କାହାରି ହସ୍ତାକ୍ଷର ସୁନ୍ଦର ହବ ନାହିଁ। ଏହା କେମିତି ସମ୍ଭବ? ଆପଣ ଯେତେବେଳେ ଚିତ୍ରକାର ଯେତେବେଳେ ଚିତ୍ର ଆଙ୍କନ୍ତି, ସେମାନେ ପ୍ରଥମ ଷ୍ଟ୍ରେଟ ଲାଇନ ଦିଅନ୍ତି, ଆଗେ ଲାଇନ ଦିଅନ୍ତି, ସେ ଲାଇନ ପରେ ତାପରେ ସେମାନେ ଚିତ୍ର ତା ଉପରେ ଆଙ୍କନ୍ତି କିମ୍ବା ଅକ୍ଷର ଲେଖନ୍ତି। ତ ସେ ଅକ୍ଷର ସହିତ ସେ ଲାଇନ ସହିତ ଆମ ହସ୍ତାକ୍ଷର ତ ଲାଇନ ବହୁତ ହୁଏ ସମାନ। ହଁ ସମାନ, କିନ୍ତୁ କ'ଣ ହେଇଛି, ଆମେ ହସ୍ତାକ୍ଷର ଖାତା ଦେଖିବା, ଯୋଉ ତିନିଟା ଗାର କରୁଛି, ତିନିଟା ଗାର ଭିତରେ ଦୂରତା ସମାନ ନାହିଁ। ଦୂରତା ସମାନ ନାହିଁ, ନିଶ୍ଚିତ ଭାବରେ। ତଳ ଗାର ଦୁଇ ଗାର ମଧ୍ୟରେ ଯେତିକି କମ ଅଛି, ଉପରେ ଅଧିକା ରହିଛି। ସିଏ କ'ଣ ଭାବି ସେ ହସ୍ତାକ୍ଷର ଖାତା କରାହେଇଛି ମୁଁ ଜାଣିନି। କିନ୍ତୁ ଥରେ ଆମେ ଗୋଟେ ପରୀକ୍ଷାରେ ନିଆଯାଉ, ହସ୍ତାକ୍ଷର ଖାତା ସାମ୍ନାରେ ନ ଲେଖି ତା ପଛପଟରୁ ଲେଖାଯାଉ, ଖାତା ଉଲ୍ଟେଇ ଦେଇ, ତା ଅକ୍ଷର ଆଉ ଟିକେ ସୁନ୍ଦର ଆସିଯିବ। ତାମାନେ ଆପଣ କହୁଛନ୍ତି ଯୋଉ ପେପର ଥାଏ, ସେ ପେପର ଉଲ୍ଟେଇ ଦେଇକି ସେଇ ଗାର ଉପରେ ଆମେ ଲେଖିବା ଉଲ୍ଟାରେ। ମାନେ ଅର୍ଥାତ୍ ସରୁ ଦିଗାର ଉପରକୁ ପଳେଇବ, ଆଚ୍ଛା, ମୋଟା ଦିଗାର ତଳକୁ ପଳେଇ ଆସିବ, ଉଲ୍ଟେଇ ଦେଲେ ଆସିଯିବ। ସେ କ'ଣ ହେଇଛି ନା, ଉପରେ ଯୋଉ ଦିଗାର ଅଛି ତାକୁ ରାଉଣ୍ଡ ବୁଲିବ ବୋଲି, ହାତଟା ଗୋଲ ବୁଲିବ ବୋଲି ସେ କରିଛନ୍ତି, କିନ୍ତୁ ପିଲାଙ୍କ ହାତ ଠିକ ବୁଲେନି, ତଳ ମାତ୍ରା ଠିକ ରହେନି। କିନ୍ତୁ କପି ଉଲ୍ଟେଇ ଦେଲେ ଅକ୍ଷର, ମୁଁ ବହୁତ ପିଲାଙ୍କୁ କରିକିନା ଦେଖିଲିଣି, ସେଥିରେ ପିଲାଙ୍କ ହସ୍ତାକ୍ଷର ସୁନ୍ଦର ହଉଛି। ମାନେ ବହୁତ ଚର୍ଚ୍ଚାର ବିଷୟ। ହଁ, ତେଣୁ ମୁଁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ, ଯୋଉମାନେ ସବୁ ଦେଖୁଛନ୍ତି ପ୍ରୋଗ୍ରାମ, ତାଙ୍କୁ ବି ଗୋଟେ କଥା କହୁଛି ଯେ କାଲିଗ୍ରାଫି ଯୋଉ ଜିନିଷ, ଚିତ୍ରକଳା, ସେ ତାକୁ ଥରେ ଭଲ ସେଇ ଜିନିଷଟା କାହିଁକି ସରକାର ବି ଆମର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉତ୍ସାହିତ କରୁନାହାନ୍ତି, ଶିଖଉନାହାନ୍ତି। କାଲିଗ୍ରାଫିଟା ଶିଖେଇକିନା ସେମାନେ ଯୋଉ ଟ୍ରେନିଂ ଦଉଛନ୍ତି, ଟ୍ରେନିଂ ପିରିୟଡରେ କାଲିଗ୍ରାଫି ଗୋଟେ ସ୍ୱତନ୍ତ୍ର ପାଠ, ଯୋଉଟା ମୁଖ୍ୟ ଆବଶ୍ୟକ ଶିକ୍ଷା ପାଇଁ, ସେଟା ଶିଖେଇକିନା ପଠେଇଲେ ପିଲାମାନଙ୍କ ହସ୍ତାକ୍ଷର ଜନିତ ଅସୁବିଧା ରହନ୍ତାନି। ଏବେ ସରକାର ଧୀରେ ଧୀରେ ସଚେତନ ହେଲେଣି। ନାଇଁ, ସରକାର ସଚେତନ ହେଲେଣି। ଏବେ ଯୋଉ ସ୍କୁଲ ମାନ ସବୁ ଆସିଗଲାଣି, ସ୍କୁଲ ମାନେ ହସ୍ତାକ୍ଷର ଉପରେ ବହୁତ ଧ୍ୟାନ ଦେଲେଣି। ଆଗରୁ ଯାହାକି ଧ୍ୟାନ ଦଉନଥିଲେ, ବର୍ତ୍ତମାନ ବହୁତ ଧ୍ୟାନ ଦେଲେଣି। ସରକାରୀ ସ୍କୁଲରେ ଏଇ ଯୋଉ ଟେମ୍ପୋରାରୀ ବେସିସରେ ହଉ ପଛେ ଆର୍ଟ ଟିଚର ରଖିଲେଣି। ତାପରେ ସବୁ ଇଂଲିଶ ମିଡ଼ିୟମ ସ୍କୁଲ ଗୁଡ଼ାକରେ ସେ ଅତି କମରେ 9th ପର୍ଯ୍ୟନ୍ତ, ସେମାନଙ୍କର 10th ପର୍ଯ୍ୟନ୍ତ ବି ରହୁଛି, ଆର୍ଟ ରହୁଛି। ଆର୍ଟରେ ତାଙ୍କ ପାଇଁ 50 ମାର୍କସ ଆର୍ଟ ହେଉଛି ତାଙ୍କ ଟୋଟାଲ ମାର୍କରେ କମ୍ପଲସରି। କିନ୍ତୁ ଗଭର୍ଣ୍ଣମେଣ୍ଟ ସରକାରୀ ସ୍କୁଲରେ ନଥିଲା, ଏବେ ସରକାରୀ ସ୍କୁଲରେ ଧୀରେ ଧୀରେ ପ୍ରୟୋଗ ହେଲାଣି ଚିତ୍ରକଳା, ଟିଚର ରହିଲେଣି, ସୁଧୁରିଯିବ। ତ
ବର୍ତ୍ତମାନ ସମୟରେ ରିଲ୍ସ ଦେଖିବାରେ ପ୍ରାୟ ସମସ୍ତେ ଅଛନ୍ତି। ଯେଉଁ ସର୍ଟ ରିଲ୍ ଆସେ, ଯୁବପିଢ଼ି ହଉ, ଛାତ୍ର ସମାଜ ହଉ, ଛୋଟ ପିଲା ହୁଅନ୍ତୁ କିମ୍ବା ବୟସ୍କ ହୁଅନ୍ତୁ, ସମସ୍ତେ ରିଲ୍ସ ଦେଖିବାରେ ବ୍ୟସ୍ତ। ତ ରିଲ୍ସ ଦେଖିକି ଛୋଟ ଛୋଟ ରିଲ୍ସ ଦେଖିବାରେ ବହୁତ ବ୍ୟସ୍ତ ରହୁଛନ୍ତି। ତା ଦ୍ୱାରା ଘଣ୍ଟାଏ ସମୟ ଅତିବାହିତ କରୁଛନ୍ତି। କିନ୍ତୁ ଆପଣଙ୍କ କହିବା ହିସାବରେ ଚିତ୍ରକଳା ହେଉଛି ଗୋଟେ ସମୟ ସାପେକ୍ଷ କଳା। ତ ଯେଉଁମାନେ ରିଲ୍ସରେ ସମୟ ବିତାଉଛନ୍ତି ସେମାନେ ଚିତ୍ରକଳାକୁ ଆଦରି ପାରିବେ କି? ଗୋଟେ କଥା ହେଉଛି, ଆମର ଗୋଟେ ଅଛି କ୍ରିକେଟ ଖେଳ ଅଛି, ଗୋଟେ ଫୁଟବଲ ଖେଳ ଅଛି, ଆଉ ନେଟବଲ ବି ଅଛି, ବିଭିନ୍ନ ଖେଳ ଅଛି, ହକି ବି ଅଛି, ଆଉ ଗୋଟେ ଖେଳ ଅଛି WW ବି ଅଛି। ସିଏ ଗୋଟେ ଖେଳ ସାରି ସେ ଇଏର, କିନ୍ତୁ ଲକ୍ଷ୍ୟ କରାଯାଏ ବେଶୀ ଲୋକ କ୍ରିକେଟ ଦେଖିବାକୁ ଭଲ ପାଆନ୍ତି। ଦେଖାଯାଏ ବୁଢ଼ା ଲୋକ ଯିଏ ଥୁରୁ ଥୁରୁ ହଉଥିବ ସିଏ କହୁଛନ୍ତି କ୍ରିକେଟ ପାଖରୁ ଆଉ ଉଠୁ। କିନ୍ତୁ ଏଇ ଯୋଉ ରୁଚି, ଆକୁ ଆମେ କେବେ ତା ସାଙ୍ଗରେ ଯୁକ୍ତିର କୌଣସି ସ୍ଥାନ ନାହିଁ, ତର୍କର ସ୍ଥାନ ନାହିଁ। ରୁଚି ଗୋଟେ ଭିନ୍ନ ଜିନିଷ, କିନ୍ତୁ ପ୍ରକୃତିରେ ମେହନତ କରୁଥାଏ ଆଉ ଖେଳରେ ମଜା ଥାଏ। ଫୁଟବଲ, ଭଲି, ହକି ଏସବୁରେ ବହୁତ ମଜା ଥାଏ। ସେମିତି ଚିତ୍ରକଳା ଗୋଟେ ଜିନିଷ, ତା ଦେହରେ ସେ ଗୋଟେ ଡିଫରେଣ୍ଟ ଟେଷ୍ଟ। ସିଏ ବେଶୀ ହେଉଛି ଯେତେବେଳେ ଆତ୍ମାକୁ ଛୁଇଁ ଯାଏ ସେତେବେଳେ ଜଣେ ଛବି ଆଙ୍କେ, ତା ପାଖରେ ସମୟର ମୂଲ୍ୟ କିଛି ନାହିଁ। କିନ୍ତୁ ଚିତ୍ରକଳାକୁ ଏଇ ଯେଉଁ ରିଲ୍ସ କରୁଛନ୍ତି ନା, ସେମାନେ ଚିତ୍ରକଳାର ମଜା ଜାଣିନାହାନ୍ତି। ମଜା ଜାଣିଲେ ସେ ଆଉ ସେ ରିଲ୍ ଛାଡ଼ିଦେବେ, ଚିତ୍ରରେ ରିଲ୍ କରିବେ। କାହିଁକି ରିଲ୍ କରିବେ ଚିତ୍ରରେ? ନା ଆମେ ଯେତେବେଳେ ଯାଉଛୁ ବହୁତ ଜାଗାରେ ବହୁତ ମଜା ହେଉଛି, ପେନସିଲ୍ ନଥିବ, ଆମକୁ ପେନ୍ ଧରେଇ ଦିଅନ୍ତି, ଦିଏ ଆମ ପିକ୍ଚର ଆଙ୍କ। ସେ କ'ଣ ଗୋଟେ ଭଲ ରିଲ୍ ନୁହେଁ? ମାନେ 5-10 ମିନିଟ୍ ଭିତରେ ପିକ୍ଚରଟା ଆଙ୍କିବୁ, ସେ ଗୋଟେ ଭଲ ରିଲ୍। ତ ଆମେ ଗୋଟେ ମ୍ୟାଙ୍ଗୋକୁ ଯଦି ଓମ୍ୟାନ ବନେଇ ଦେଲୁ, ସେ କ'ଣ ଭଲ ରିଲ୍ ନୁହଁ? ଆଶ୍ଚର୍ଯ୍ୟ କରିବୁ। ନିଶ୍ଚିତ ଚିତ୍ରକଳାର ପ୍ରୟୋଗ ସେମାନେ ଜାଣିନାହାନ୍ତି, ନହେଲେ ଚିତ୍ରକଳାଠୁ ବେଶୀ ଇଣ୍ଟରେଷ୍ଟିଂ ରିଲ୍ ଆଉ କେହି ବନେଇ ପାରିବେନି। ରଙ୍ଗ ତୁଳି ଫୋପାଡ଼ି ଦେଲେ, ଏମିତି ପକେଇ ଦେଲେ, ଥପେଇ ଦେଲେ, ସେ ବିୟୁଟିଫୁଲ ପିକ୍ଚର ସବୁ ବାହାରି ପଡ଼ିବ। ସେଠି ଯେଉଁମାନେ ରିଲ୍ କରୁଛନ୍ତି ନା, ସେ ଗାଲେରେ ଆଦି କିଛି ସମୟ ବସିବା, ଆରେ ଇଏ ତ ଆମଠୁ ଭଲ ରିଲ୍, ଏଇଟା ଇଏ ହେଲା ଗୋଟିଏ। ବାକି ଅଲଗା ରିଲ୍ରେ ଭାରି ରିସ୍କି ରହୁଛି। କେବେ କେବେ ରିଲ୍ ହାୱାରେ ଏମିତି ସେମାନେ ମଜି ଯାଉଛନ୍ତି ଯେ, ଏବେ ଗୋଟେ ଆସିଥିଲା ଗୋଟେ ନ୍ୟୁଜରେ, ଗୋଟେ ଝିଅଟେ ଟ୍ରେନର ରେଲିଂ ଧରି ପୁରା ତଳକୁ ଝୁଲି ଗଲାଣି, ମାନେ ଆଉ ଟିକେ ପଡ଼ିବ, ବିପଦ ସଂକୁଳ ଭାବରେ ରିଲ୍ କରୁଛନ୍ତି। ଜୀବନ ବି ଯାଉଛି, ବହୁତ ସମୟ ପ୍ରାଣ ବି ଯାଉଛି। ରିଲ୍ ନିଶା ଲାଗିଯାଇଛି। ସେ ରିଲ୍ରେ ବିପଦ ଅଛି, ଆମ ଚିତ୍ର ରିଲ୍ରେ ବିପଦ ନାହିଁ। କିନ୍ତୁ ଯାହା ହଉ ଭଲ କଥାଟେ କହିଲେ, ଚିତ୍ରକଳାରେ ବିପଦ ନାହିଁ, କିନ୍ତୁ ଅଲଗା ରିଲ୍ସରେ ବିପଦ ଅଛି। ଯେଉଁମାନେ କରୁଛନ୍ତି ସେମାନେ ନିଜର ମନୋରଞ୍ଜନ ପାଇଁ କରୁଛନ୍ତି, କିନ୍ତୁ ଚିତ୍ରକଳାଠୁ ଯେଉଁ ମନୋରଞ୍ଜନ ତା ଅଲଗା କୋଉଠି ତ ମିଳିବ। ସେମାନେ ଯଦି, ମୁଁ ଖାଲି ତାଙ୍କୁ ଅନୁରୋଧ କରିବି ଯେ ତମେ ରିଲ୍ କରୁଛ ଠିକ୍ ଅଛି, ଥରେ ଏ ଚିତ୍ରକଳାକୁ ଦେଖିଲ ରିଲ୍ କରିହେଉଛି କି? ତମେ ଭାବନି ଯେ ତମେ ଚିତ୍ର ଶିଖିନ ବୋଲି। ହଁ, ଏଇଠି ବି ମୋର ସମସ୍ତଙ୍କୁ ଗୋଟେ ମେସେଜ, ସବୁ ମଣିଷଙ୍କୁ ଯେ କେବେ ଜୀବନରେ ତୁଳି ଧରିନି, ମୁଁ ତାଙ୍କୁ ଥରେ ଅନୁରୋଧ କରିବି, ସେ ଥରେ ଗୋଟେ ତୁଳି, ହଁ ଭଲ ତୁଳି ଗୋଟେ କିଣିବେ। କାହିଁକିନା କେବେ କେବେ ଆମେ ଚାଲୁନଥିବା ପେନ୍ରେ ଯଦି ଆମେ ହସ୍ତାକ୍ଷର ଲେଖିବା, ତା ଅକ୍ଷର ଖରାପ ତ ହବ, ସେଠି ଆମର ଦୋଷ ନାହିଁ। ଦୋଷ ରହିଲା ପେନ୍ର। ଯଦି ତେଲ କିମ୍ବା ଚିତା କିମ୍ବା କାଗଜରେ କିଛି ତ୍ରୁଟି ଅଛି, ସେଠି ପେନ୍ ଭଲ ଚାଲିବନି, ତାହେଲେ ବି ଅକ୍ଷର ଭଲ ହବନି। ତ ଦୋଷ ରହିଲା କାଗଜର, ଆମର ନୁହଁ। ତେଣୁ ଗୋଟେ ଭଲ ତୁଳି ଆଉ ରଙ୍ଗ ଆଣି କିଛି ମାରିବାକୁ ଚେଷ୍ଟା କରନ୍ତୁ, ଦେଖନ୍ତୁ ସେଠି ତାଙ୍କୁ ଭାରି ଆନନ୍ଦ ହେବ। ସେ କିଛି ବନେଇଦେବେ, କିଛି ନହେଲେ ମଡର୍ଣ୍ଣ ଆର୍ଟ ତ ହେଇଯିବ, ଯାହାକୁ କେହି ବୁଝିପାରୁନଥିଲେ ଶିବ ସାଙ୍ଗ ଭଳିଆ ସିଏ ନିଜେ ବୁଝନ୍ତୁ, ସେ ତ ହେଇଛି। ତ ଆପଣ ତ ଚିତ୍ରକଳା ମାଧ୍ୟମରେ ମାନସିକ ସ୍ତରରେ ବିକାଶ କଥା କହିଲେ, ତ ଶାରୀରିକ ସ୍ତରରେ କିଛି ବିକାଶ ହୁଏ କି ଚିତ୍ରକଳା ମାଧ୍ୟମରେ? ନିଶ୍ଚିତ। ଆମର ପ୍ରଥମେ ମୁଁ ତ ଗୋଟେ ଭଲ କଥା ଘଟଣା କହିବି, ଶାରୀରିକରେ କେତେ ପରିବର୍ତ୍ତନ ଘଟିପାରେ। କିନ୍ତୁ ଛୋଟରୁ ଯାଉଛି। ପ୍ରଥମ କଥା ହେଉଛି, ଆମେ ଯେତେବେଳେ ଆମ ପିଲାମାନେ ଲେଖୁଛନ୍ତି, ଆମେ ଦେଖୁଛେ ଯେ ହାତଟା ସ୍ଥିର ରହୁନି, ଗୋଟେ ସିଧା ଗାର ପକେଇଲା ବେଳକୁ ପଡ଼ୁନି, ପିଲାମାନଙ୍କ ହାତ ଯେଉଁ ବାଲାନ୍ସ ରହୁନି। ଯଦି ପିଲାକୁ ଆମ ଚିତ୍ରକଳାର ଗୋଟେ ଅଛି ମାଧ୍ୟମ ଅଛି, ଯେମିତିକି ଯଦି ଆମେ ପେନସିଲ୍ ରାଉଣ୍ଡରରେ
ରାଉଣ୍ଡ କରି ବୃତ୍ତ କରି ଦେଇଦେବା ପ୍ରତ୍ୟେକ ଦିନ ପିଲାଙ୍କୁ ଆମେ 6-7ଟି ବୃତ୍ତ ଦେଇଦେବା ପେନସିଲକୁ ଲାଇଟ୍ ଚଲେଇ ରାଉଣ୍ଡରେ ବୁଲେଇ ଦେଇଦେବା ତାଙ୍କୁ ଜେଲ୍ ପେନ୍ ଦେଇଦେବା କୌଣସି କଲର ସେ ରେଖା ଉପରେ ସେ ବୁଲେଇବେ ଲାଇନଟା ବୁଲେଇବେ ଯୋଉଠୁ ଯୋଉ ଡଟ୍ରୁ ଷ୍ଟାର୍ଟ କରିବେ ପୁଣି ସେଇଠି ରହିବେ ଆଉ ମଝିରେ କୋଉଠି ରହିବେ ଏ କଥା ଗୋଟେ ପିଲା ସବୁବେଳେ କରିଲେ ଡେଲି ଯଦି ମୁଁ ଅଭିଭାବକ ମାନଙ୍କୁ ବା ଯୋଉମାନେ ଦର୍ଶକ ମାନେ ଦେଖୁଛନ୍ତି ଏ ପ୍ରୋଗ୍ରାମ ମାନେ ତାଙ୍କୁ ସବୁ ଏ ମେସେଜ ଦେବି ଗୋଟେ ବହୁତ ଭଲ ସେମାନେ ପରୀକ୍ଷା କରନ୍ତୁ ଯେ ତାଙ୍କ ପିଲାଙ୍କ ହାତ ବହୁତ ବାଲାନ୍ସ ହେଇଯିବ ସେ ବୃତ୍ତରେ ସେମିତି ସ୍କେଲରେ ସିଧା ସିଧା ଗାର ପକେଇବେ ଅଳ୍ପ ଅଳ୍ପ ଛାଡ଼ିକିନା 10ଟି ଗାର ପକେଇଦେବେ ପିଲା କହିବେ ଯେ ତୁ ସବୁ ଜିନିଷ ଗାର ପକା ତାପରେ ଜେଲ୍ ପେନ୍ ଦେଇଦେବେ ଗାର ଡିସଲାଇନ୍ ହବନି ଠିକ ଗାର ଉପରେ ପଡ଼ିବ ଟିକେ ପ୍ରଥମ ଗାର ଯୋଉଦିନ ଦେବେ ଭାରି ମଜା ଜିନିଷ ପ୍ରଥମ ଗାର ତାପରେ ଯେତେବେଳେ ତାଙ୍କର 50 ନମ୍ବର ଗାର ଆସିଯିବ ଯେତେବେଳେ 50ତମ ଗାର ଆକାଶ ପାତାଳ ଫରକ ସେ ପିଲା ପୁରା ଠିକ ଲାଇନରେ ଆସୁଛି ସିଧା ଆସୁଛି ଜଲ୍ଦି ଆସୁଛି ସେଇଠି ସେ ଦେଖିବେ ଯେ ତା ପିଲାଙ୍କର ପରିବର୍ତ୍ତନ କ'ଣ ଘଟିଛି ଫିଜିକାଲି ଇଏ ହେଲା ଗୋଟିଏ ଆଉ ଗୋଟେ ମଜାଦାର ଘଟଣା ହେଉଛି ତୁଳସୀପୁର ସେତେବେଳେ ସେ କଟକ କମିଶନର ଥିଲେ ମୁଁ ଶୁଣିଛି କମିଶନର ଥିଲେ ରେଭିନ୍ୟୁ କମିଶନର ଥିଲେ ତାଙ୍କ ନାତି ସେ କୋଉ ଶୁଣିଲେ ଯେ ଜୟଦୀପ ସାର୍ ଜଣେ ଭଲ ସାର୍ ଅଛନ୍ତି ଡାକିଲେ ମୁଁ ସେତେବେଳେ କଟକ ଭାରି ପପୁଲାର ଥିଲି ଆଉ ଏତେ ବର୍ତ୍ତମାନ ଯେତିକି ଚିତ୍ରଶିଳ୍ପୀ ବା ଶିକ୍ଷକ ଚିତ୍ର ଶିକ୍ଷକ ବାହାରିଲେଣି ନା ସେ ଗୋଟେ ସମୟ ମୁଁ କହୁଛି 91-92 ମସିହା କଥା କହୁଛି ସେଇ ସମୟରେ ସେ ସେଠୁ ମତେ ଡାକିଥିଲେ ତୁଳସୀପୁରରେ ସେ କ'ଣ କି ତାଙ୍କ ନାତି ସିଏ ଯୋଉ ଜିନିଷକୁ ଧରୁଥିଲା ହାତଟା ବହୁତ ଜୋର ଥରୁଥିଲା ତା ପାଖରେ ବସିବାକୁ ବି ମତେ ଭୟ ଲାଗିଲା ନା ଲାଗୁଥିଲା ଯେ ସିଏ ଏମିତି ଜୋରରେ ମୋ ଉପରେ ପଡ଼ିଯିବ ଏମିତି ହାତ ଯୋଉ ଜିନିଷ ଧରୁଥିଲା ହଲି ଯାଉଥିଲା ସେ ଜିନିଷ ଟେବୁଲଟାକୁ ବି ହଲେଇ ଦଉଥିଲା ଏମିତି ଧରୁଥିବାର କାରଣ ତାର ଗୋଟେ କିଛି ଫିଜିକାଲି ଡିଷ୍ଟର୍ବାନ୍ସ ଥିଲା କିନ୍ତୁ ମୁଁ ଯେତେବେଳେ ଚିତ୍ର ଶିଖେଇଲି 6-7 ମାସ ପଢ଼େଇଛି ତାର ଧୀରେ ଧୀରେ ଆଶ୍ଚର୍ଯ୍ୟ କଥା ଧୀରେ ଧୀରେ ସେ ଯୋଉ ପ୍ରଥମ ପେନ୍କୁ ଏମିତି ଧରିଲା ଏତେ ଜୋରରେ ସେ ପେନ୍ଟାକୁ ଧରୁଥିଲା ଲାଗୁଥିଲା ଯେ ପେନ୍ଟାକୁ ସେ ଚଲେଇ ପାରିବନି ପେପର ଚିରିଯିବ ଆଚ୍ଛା ବିଗିନିଂରେ ମାତ୍ର ମାସେ ଖଣ୍ଡେ ପରେ ତା ହାତ ଏତେ ଷ୍ଟିଲ୍ ହେଇଗଲା ସେ ପେନ୍ଟା ହାଲକା ଧରିଲା ଚଲେଇଲା 6 ମାସ ପରେ ସେ ଏତେ ସୁନ୍ଦର ପତଳି ଦେଇଥିଲା ତାଙ୍କ ଘର ଲୋକ ମୋତେ ଭାରି ଭଲ ପାଇଲେ ସେମାନେ ଜୀବନରେ ମୋର ଗୋଟିଏ ଜିନିଷ ମୁଁ ଅଭୁଲା ସ୍ମୃତି ହେଇଯାଇଛି ମୋତେ ଭାରି ଭଲ ପାଆନ୍ତି ଯେ ଭାବିନଥିଲେ ଯେ ଚିତ୍ରକଳା ତାଙ୍କ ପିଲାଟାକୁ ଏତେ ବଡ଼ ପରିବର୍ତ୍ତନ ଆଣିଦେବ ଯାହା ମେଡିକାଲ ସାଇନ୍ସ ପକ୍ଷରେ ଭାରି କଷ୍ଟ ଥିଲା ହଁ ଯାହା ହଉ ତେଣୁ ପିଲାଙ୍କୁ ଚିତ୍ରକଳା ଯୋଉ ପିଲାର ପାଠ ହଉନି ଯୋଉ ପିଲା ଦୁଷ୍ଟ ହଉଛି ମୁଁ ସବୁ ଦର୍ଶକ ମାନଙ୍କୁ କହୁଛି ଥରେ ପରୀକ୍ଷା କରି ଦେଖନ୍ତୁ ଭାରି ମଜା ଜିନିଷ ସହଜ ଜିନିଷ ତା ପାଇଁ ଆମକୁ ଖର୍ଚ୍ଚ ପଡ଼ୁନି ବେଶୀ ସମୟ ଦେବାକୁ ପଡ଼ୁନି ଆମର ଅଧିକ ଜ୍ଞାନର ବି ଆବଶ୍ୟକତା ନାହିଁ ସିମ୍ପଲ ରାଉଣ୍ଡ ଦେଇ ଦିଅନ୍ତୁ ପେନସିଲରେ ଗୋଟେ ବଡ଼ ରାଉଣ୍ଡ କରିଦେବେ ତା ଭିତରେ ଗୋଟେ ଛୋଟ ସର୍କଲ ତା ଭିତରେ ଗୋଟେ ଛୋଟ ସର୍କଲ ଏମିତି କରିଦିଅନ୍ତୁ ତାକୁ ପିଲାଙ୍କୁ ଦିଅନ୍ତୁ ଜେଲ୍ ପେନ୍ରେ ତାକୁ ରିଲାଇନିଂ କରିବେ ତାପରେ ସେ ଉଭୟ ଲାଇନ ଭିତରେ କିଛି ରଙ୍ଗ ଦେଇ ଦିଅନ୍ତୁ ଭରିବେ ତା ପିଲାଙ୍କୁ ଭାରି ମଜା ଲାଗିବ ପ୍ଲସ୍ ପିଲାର ହାତ ସେଟ୍ ହେଇଯିବ ମନ ସେଟ୍ ହେଇଯିବ ସବୁ ସେଟ୍ ହେଇଯିବ ତ ଚିତ୍ରକଳା ପାଇଁ ଆପଣଙ୍କ କଥା ହିସାବରେ ଆମେ ବି ଯାହା ଜାଣିଛୁ ଚିତ୍ରକଳା ପାଇଁ ସାଧାରଣତଃ ହାତର ଆବଶ୍ୟକତା ନିହାତି ଅଛି ତ ବିନା ହାତରେ ଜଣେ କ'ଣ ଚିତ୍ରକଳା ଆଙ୍କିପାରିବ ହଁ ଏ ତ କରିପାରିବ ଇଏ ବହୁତ ଦୃଷ୍ଟାନ୍ତ ଭାରି ମଜା ପ୍ରଶ୍ନ ଭାରି ଦୃଷ୍ଟାନ୍ତ ଅଛି ସେ ଏବେ ମୁଁ ଦେଖୁଥିଲି ଆମର ଗୋଟେ ଓଡ଼ିଶାର ସବୁ ଓଡ଼ିଶାରେ ଯେତେ ସବୁ କଳାକାର ଆର୍ଟିଷ୍ଟ ମାନେ ଅଛନ୍ତି କଳାକାର ଶବ୍ଦଟା କହିଲେ ତ ସବୁ ପ୍ରକାର କଳାକାରଙ୍କୁ ବୁଝଉଛି ମୋ ଚିତ୍ରକଳାର ଯେଉଁମାନେ ଆର୍ଟିଷ୍ଟ ଆମର ଗୋଟେ ଗ୍ରୁପ ଅଛି ଛୋଟ ବଡ଼ ସବୁ କଳାକାର ତା ଦେହରେ ଅଛନ୍ତି ମାନେ ଆର୍ଟିଷ୍ଟ ଚିତ୍ରକଳାର ବହୁ କଳାକାର ଆ ଭିତରେ ଅଛନ୍ତି ସେଇଟା ତା ଭିତରେ ଜଣେ ଶିଳ୍ପୀ ପଠେଇଥିଲେ ଯେ ସେ ଜିଭରେ ରଙ୍ଗ କରିବା ରଙ୍ଗ ଦେବା ଜଣେ ଶିଳ୍ପୀ ସିଏ ଡିବିରି କଳାକୁ ଡିବିରି ନିଆଁ କରି ତାକୁ ତା ଦେହରେ କାଚ ଦେଖେଇ ସେ ଧୂଆଁରେ ସିଏ ବି ତାକୁ ଆଙ୍କୁଛନ୍ତି କିଛି ଲୋକ ଜିଭରେ ବ୍ରସ୍ ପାଟିରେ ବ୍ରସ୍ ଧରି ତା ଦେହରେ ବି ଆଙ୍କୁଛନ୍ତି ଆଉ ୟୁଟ୍ୟୁବରେ ବି ଆମେ ଦେଖୁଛୁ ସେଥିରେ ବହୁତ ପ୍ରୋଗ୍ରାମ ଏମିତି ଆସୁଛି
ଲୋକ ଯାହାର ହାତ ନାହିଁ ସେ ପାଦରେ ବି ଆଙ୍କୁଛି, କିନ୍ତୁ ହାତରେ ହଉ, ପାଦରେ ହଉ, ପାଟିରେ ହଉ, ଜିଭରେ ହଉ, ଯୋଉଥିରେ ବି ଆଙ୍କ, କିନ୍ତୁ ସମସ୍ତେ ଶେଷରେ ସେଇ ସିଜୁ ଉଦା ମୂଳକୁ ଯାଆନ୍ତି ଯାହାର ନାଁ ହଉଛି ମାନସିକତା। ଯଦି ଆମ ମନ ଭିତରେ ଚିତ୍ର ନ ରହିଲା ଆମେ କୌଣସି ଉପାୟରେ ତାକୁ ସକ୍ସେସଫୁଲ ଆଙ୍କି ପାରିବାନି। ତ ପ୍ରଥମେ ଏଇଠି ଗୋଟେ କଥା କହି ରହୁଛି ଯେ ଛବି ଆଙ୍କିବାର ସହଜ ଉପାୟଟା ଗୋଟେ କହୁଛି, ଭଲ ଗୋଟେ ଇଏ ଦଉଛି, ମେସେଜ ଦଉଛି। ଛବି ଯୋଉମାନେ ଆଙ୍କୁଛନ୍ତି, ଆଙ୍କିବାକୁ ଚାହୁଁଛନ୍ତି, ସେମାନେ ଯୋଉ ଛବିଟା ଆଙ୍କିବାକୁ ଚାହୁଁଛନ୍ତି ପ୍ରଥମେ ଏଇଠି ଆମର ଗୋଟେ ମୋରାଲ ସ୍କ୍ରିନ୍ ଅଛି, ଯେମିତିକି ଆମେ ଆଖି ବୁଜି ଦେଇ ଯଦି ଆମେ ବାପାଙ୍କୁ ଚିନ୍ତା କରିବୁ ତାଙ୍କ ମୁହଁଟା ଏଇଠି ଦେଖାଯିବ, ମାନସ ଚକ୍ଷୁରେ ବାପା ମାନସ ଚକ୍ଷୁରେ ଦେଖାଯିବ। ସେଇ ମାନସ ଚକ୍ଷୁରେ ଆଙ୍କିବାକୁ ଚାହୁଁଥିବା ଛବିଟିକୁ ପ୍ରଥମେ ଭଲସେ ଦେଖନ୍ତୁ, ତାପରେ ଚେଷ୍ଟା କରନ୍ତୁ ଛବିଟା ଭଲ ହବ, ସୁନ୍ଦର ଆଉ ସହଜରେ ହେଇଯିବ। ତ ଆମର ତ ବହୁତ ଜିନିଷ ଚିତ୍ରକଳାକୁ ନେଇକି ଜାଣିଲେ। ତ ଚିତ୍ରକଳା ଯୋଉ କହୁଛନ୍ତି ଆପଣ ଫଟୋ ଏତେ ପ୍ରାଇସରେ ବିକ୍ରି ହଉଛି, ତ ଭାରତର ସର୍ବଶ୍ରେଷ୍ଠ ପ୍ରାଇସିଂ କେତେ ପର୍ଯ୍ୟନ୍ତ ଯାଇଛି? ଭାରତରେ ସେ ଗୋଟେ ସମୟ ଥିଲା, ମୁଁ କହୁଛି 15-20 ବର୍ଷ ତଳ କଥା, ପର୍ଟିକୁଲାର ଡେଟଟା ମୋର ମନେ ପଡୁନି, ଟାଇମ ପିରିୟଡଟା, ଯୋଉ ସମୟ ବହୁତ ଚର୍ଚ୍ଚାରେ ଆସିଥିଲେ M.F. ହୁସେନ ବୋଲି ଜଣେ ଚିତ୍ରକାର ଶିଳ୍ପୀ, ଯିଏକି ମୃଗନୟନୀ ଫିଲ୍ମ ବି କରିଥିଲେ। ସେ ବୋଧେ ଆଜି ପର୍ଯ୍ୟନ୍ତ ଆଉ କେହି ଏତେ ଟଙ୍କାରେ ବିକି ନଥିଲେ, ଆଶାତୀତ 100 କୋଟି ଟଙ୍କାରେ ପେଣ୍ଟିଂ ବିକିଥିଲେ। 100 କୋଟି ଟଙ୍କାରେ ବିକ୍ରି ହେଇଥିଲା? ତା ରେଟଟା ହଉଛି 100 କୋଟି ଟଙ୍କା। ସିଏ ମୁଁ ଭାବୁଥିଲି ପ୍ରଥମେ ଗୋଟିଏ ପେଣ୍ଟିଂ 100 କୋଟି ହେଇଥିବ, ଯେହେତୁ ଏଇ ଗୋଟେ ଚ୍ୟାନେଲ ଗଣମାଧ୍ୟମରେ କହୁଛି, ତେଣୁ ନିର୍ଭୁଲ ଉତ୍ତର ଦେଇପାରୁନି, କିନ୍ତୁ 100 କୋଟି ଟଙ୍କାଟା ସତ୍ୟ, ସତ୍ୟ। କିନ୍ତୁ 4ଟି ପେଣ୍ଟିଂକୁ କିମ୍ବା ଗୋଟେ ପେଣ୍ଟିଂକୁ କହିବନି, କିନ୍ତୁ 100 କୋଟିରେ ବିକିଥିଲେ। 100 କୋଟିରେ ବିକ୍ରି? 100 କୋଟିରେ ବିକିଥିଲେ। ଆଉ ସିଏ ଯୋଉ ଚିତ୍ର କରିଥିଲେ, ସେ ଚିତ୍ର ମୁଁ ଦେଖିଛି, ପେଣ୍ଟିଂ ଦେଖିଛି, ଏତେ ରିଏଲିଷ୍ଟିକ ନଥିଲା, ତାର ମେସେଜ ଥିଲା, ରିଏଲିଷ୍ଟିକ ନଥିଲା। ରିଏଲିଷ୍ଟିକ ଆମର ଡ୍ରଇଂର ଯୋଉ ପ୍ରକାର ଭେଦ ଅଛି ସେଟା ରିଏଲିଷ୍ଟିକ ଭିତରେ ନଥିଲା, କିନ୍ତୁ ମେସେଜ ଥିଲା। ମେସେଜ କ'ଣ ଥିଲା ଆଉ କାହିଁ ରେଟ୍ ହେଲା ସେଇଟା ଆମ ବୁଦ୍ଧିର ବୋଧେ ବାହାର। ନିଶ୍ଚିତ ଭାବରେ, କାରଣ ସାଧାରଣତଃ ମାନସ ଦୃଷ୍ଟିରେ ଯୋଉ ଦେଖି ହୁଏ ନା, ଜାଣି ହୁଏ ନା, ଆଉ ସାଧାରଣ ଲୋକ ତ ଏବେ ସାଧାରଣତଃ ଚିତ୍ରକୁ ବି ବୁଝି ପାରୁନାହାନ୍ତି, ତ ସେଥିପାଇଁ ବୋଧହୁଏ ଏତେ ପ୍ରାଇସରେ ଯାଇଥିବ। ତ ଆପଣ ଏଇଠୁ ଗୋଟେ କଥା କହିଲେ ଯେ କି ମୃଗନୟନ ପିକ୍ଚର କରିଥିଲେ M.F. ହୁସେନ, ତ ଜାଣିବାକୁ ଚାହିଁବି ଯେ ଚଳଚ୍ଚିତ୍ର ସହିତ ଚିତ୍ର ଜଗତ, ଆଚ୍ଛା ଆଚ୍ଛା, ତାର କିଛି ସାମଞ୍ଜସ୍ୟ ରହିଛି କି? ହଁ, ଆମର ପ୍ରତ୍ୟେକ ଚଳଚ୍ଚିତ୍ରରେ ଷ୍ଟିଲ ଫଟୋଗ୍ରାଫର ଥାନ୍ତି। ଚିତ୍ର ଚଳପ୍ରଚଳ ହେଲେ ଚଳଚ୍ଚିତ୍ର, ଚିତ୍ର ଚଳପ୍ରଚଳ ହେଲେ ଚଳଚ୍ଚିତ୍ର, ଚଳ ଯୁକ୍ତ ଚିତ୍ର ହେଲା ଚଳଚ୍ଚିତ୍ର। ତ ଆମେ ଯୋଉ ଚିତ୍ର ଆଙ୍କୁଛୁ ସେଟା ସ୍ଥିର ଚିତ୍ର, ସେଟା ଚଳଚ୍ଚିତ୍ର। କିନ୍ତୁ ତା ଦେହରେ ବି ଷ୍ଟିଲ ଫଟୋଗ୍ରାଫର ଆର୍ଟିଷ୍ଟ ସବୁ ଥାନ୍ତି। ପ୍ଲସ୍ ଗୋଟେ ଚଳଚ୍ଚିତ୍ରରେ ଆର୍ଟିଷ୍ଟ ଭାରି ଜରୁରୀ, କାରଣ ପ୍ରତି ପାଦେ ପାଦେ ଇଭେନ୍ ସେଟିଂ ଜାଗାରେ ବିଭିନ୍ନ ସେଟିଂ ତିଆରି ହେଇଥାଏ, ବିଭିନ୍ନ ପ୍ରତିମୂର୍ତ୍ତି ତିଆରି ହେଇଥାଏ, ଷ୍ଟିଲ ପିକ୍ଚର ତିଆରି ହେଇଥାଏ। ମୁଁ ବି କିଛି ଚଳଚ୍ଚିତ୍ରରେ କାମ କରିଛି, ଷ୍ଟିଲ ଫଟୋ ସବୁ ବନେଇଛି। ତେଣୁ ଚିତ୍ର ବିନା ଚଳଚ୍ଚିତ୍ର ଅସମ୍ପୂର୍ଣ୍ଣ, ଅସମ୍ଭବ ବି କହିଲେ ଚଳିବ। ହଁ, ଏଇ ଯୋଉ ରିଲ୍ ଫିଲ୍ କରୁଛନ୍ତି ତାକୁ ଯଦି ସେ ଭାବେ ଯେ ସେଇ ସହଜରେ ସେଇ ପ୍ରୋସେସରେ ଚଳଚ୍ଚିତ୍ର ସହଜ ହେଇଯିବ, କେବେ ବି ନୁହଁ। ସେ ଛୋଟିଆ ରିଲ୍ କରିଦେଉଛନ୍ତି, ଛୋଟିଆ ଗୋଟେ ପ୍ରୋଗ୍ରାମ କରିଦେଉଛନ୍ତି। ବଡ଼ ପ୍ରୋଗ୍ରାମ ଗୋଟେ କରିବା ପାଇଁ ଚଳଚ୍ଚିତ୍ରଟା 2 ଘଣ୍ଟାରୁ ଉର୍ଦ୍ଧ୍ୱ ରହୁଛି। ଆମ ଇଂରାଜୀ ପିକ୍ଚର ଗୁଡ଼ାକ 2 ଘଣ୍ଟା ରହୁଛି, ଆମ ହିନ୍ଦୀ ଫିଲ୍ମ ଗୁଡ଼ା 3 ଘଣ୍ଟାରୁ ଉର୍ଦ୍ଧ୍ୱ ରହୁଛି। 3 ଘଣ୍ଟାର ଗୋଟେ ପିକ୍ଚର କରିବାକୁ ଯେତେ ଦିନ ସୁଟିଂ ଲାଗୁଛି, ସୁଟିଂ ସେଟ୍, ତାର ଏନଭାରନମେଣ୍ଟ ସବୁ ପାଇଁ ଜଣେ ଆର୍ଟିଷ୍ଟର ବୁଦ୍ଧି ଦରକାର। ସେଥିପାଇଁ ଆର୍ଟ ଡାଇରେକ୍ଟର ରହନ୍ତି ଚଳଚ୍ଚିତ୍ରରେ, ନିଶ୍ଚିତ ଭାବରେ ଆର୍ଟ ଡାଇରେକ୍ଟର ଅଛନ୍ତି ପ୍ରତି ଚଳଚ୍ଚିତ୍ରରେ। ତେଣୁ ଚିତ୍ରକରର ଉପସ୍ଥିତି ବିନା ଚଳଚ୍ଚିତ୍ର ଅସମ୍ଭବ।
ତେଣୁ ସାମଞ୍ଜସ୍ୟ ନିଶ୍ଚିତ ଭାବରେ ରହିଛି। ସାମଞ୍ଜସ୍ୟ ଏଇ ଆଉ ସାମଞ୍ଜସ୍ୟ ନାହିଁ, ଏଇଟା ସ୍ଥିର ସିଏ ଚଳ, ତେଣୁ ସାମଞ୍ଜସ୍ୟ ନୁହଁ, କିନ୍ତୁ ଦି ଜଣ ପରିପୂରକ।